CHSI ଓଡ଼ିଶା ଦ୍ୱାଦଶ ଶ୍ରେଣୀ ଓଡ଼ିଆ ସମାଧାନ ଅଧ୍ୟାୟ 10 ସଭ୍ୟ ଜମିଦାର। ଓଡ଼ିଶା ରାଜ୍ୟ ବୋର୍ଡ CHSI ଓଡ଼ିଶା ଦ୍ୱାଦଶ ଶ୍ରେଣୀ ଓଡ଼ିଆ ସମାଧାନ ଅଧ୍ୟାୟ 10 ସଭ୍ୟ ପାଠ୍ୟପୁସ୍ତକ ବ୍ୟାୟାମ ପ୍ରଶ୍ନ ଓ ଉତ୍ତର। CHSI ଓଡ଼ିଶା ଦ୍ୱାଦଶ ଶ୍ରେଣୀ ଓଡ଼ିଆ ଅଧ୍ୟାୟ 10 ସଭ୍ୟ ଜମିଦାର ପ୍ରଶ୍ନ ଉତ୍ତର। ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର। କ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। 4 ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। ପ୍ରଶ୍ନର ମୂଲ୍ୟ 1 ନମ୍ବର। 1 କଲିକତା ଆମଦାନୀ ମାଲ ମଧ୍ୟରେ କିଏ ପ୍ରଧାନ ଥିଲା? ସବାଇ ଘାସ, ଧୁଆମ୍ପତ୍ର, ହଳଦୀପତ୍ର, ତେଜପତ୍ର। ଧୁଆମ୍ପତ୍ର। 2 ମହାଜନ ବାବୁ ବଳରାମ ବଳଙ୍କର ଘର ଓଡ଼ିଶାର କେଉଁ ଅଞ୍ଚଳରେ? ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର। ଯାଜପୁର। 3 ମହାଜନ ବଳରାମ ଜଣେ ସୌଦାଗରଠାରୁ କେଉଁ ମୋହର କିଣିଥିଲେ? କାବୁଲି, ଆକବରୀ, ବର୍ଦ୍ଧମାନୀ, ଶାହାଜାହାନୀ। ଆକବରୀ। 4 ବାବୁ ବଳରାମଙ୍କ ଚାକରର ନାମ କ ନଥିଲା? ଗୋବିନ୍ଦା, ମାଧୁଆ, ପଦିଆ, ବିଦିଆ। ବିଦିଆ। 5 କେଉଁ ହୁକାରେ ବାବୁ ବଳରାମ ଗୁଡ଼ାଖୁ ପିଅନ୍ତି? ରୂପାବନ୍ଧା, ସୁନାବନ୍ଧା, ପିତଳବନ୍ଧା, ତମ୍ବାବନ୍ଧା। ରୂପାବନ୍ଧା। 6 କଲିକତାକୁ ଠିକ୍ କେଉଁ ଖଣି ବୋଲି କୁହାଯାଇଛି? ହରିଲୁଟ ଖଣି, ଚୋରା ଖଣି, ତଣ୍ଟିକଟା ଖଣି, ଗଣ୍ଠିକଟା ଖଣି। ଗଣ୍ଠିକଟା ଖଣି। 7 ବାବୁ ବଳରାମ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଉଥାନ୍ତି? ଓଡ଼ିଆ, ବଙ୍ଗାଳୀ, ବିହାରୀ, କାଶୀ। ଓଡ଼ିଆ। 8 ଗୋପାଳର ନାଁ ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର ବୋଲି କିଏ ଲେଖୁଥାଏ? ମୋହରିର, ଗୁମାସ୍ତା, ମୁସ୍ତରୀ, ମ୍ୟାନେଜର। ଗୁମାସ୍ତା। 9 ମହାପାତ୍ରେ ବାବୁ ବଳରାମଙ୍କ ବ୍ୟବସାୟର କେତେ ଅଂଶୀଦାର ଥିଲେ? 4 ପଣି, 8 ପଣି, 2 ପଣି, 6 ପଣି। 4 ପଣି। 10 ଦେବୀ ଓଝା କିଏ? ସରପଞ୍ଚ, ୱାର୍ଡ ମେମ୍ବର, ଅବଧାନ, ଦୋକାନୀ। ଅବଧାନ। 11 କୁସଂସ୍କାର ବିମର୍ଦିନୀ ସଭାର ଅଧିବେଶନ କେଉଁଦିନ ହୋଇଥାଏ? ରବିବାର, ସୋମବାର, ମଙ୍ଗଳବାର, ଗୁରୁବାର। ମଙ୍ଗଳବାର। 12 ଶନିବାର ଦିନ କେଉଁ ସଭାର ଅଧିବେଶନ ହୋଇଥାଏ? ନାରୀ ମଙ୍ଗଳକାରିଣୀ, ନାରୀ ସ୍ୱାଧୀନତା ବିବର୍ତ୍ତନୀ, ନାରୀ ସଶକ୍ତିକାରିଣୀ, କୁସଂସ୍କାର ବିମର୍ଦିନୀ। ନାରୀ ସ୍ୱାଧୀନତା ବିବର୍ତ୍ତନୀ। 13 କେଉଁ ବେମାରୀରେ ଗୋପାଳ ଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା? ବସନ୍ତ, ଯକ୍ଷ୍ମା, ସନ୍ନିପାତ, ଝାଡ଼ାବାନ୍ତି। ସନ୍ନିପାତ। 14 ଗଙ୍ଗାଲାଭ ବୋଇଲେ କ ନ ବୁଝ? ବ୍ରତ, ପୁଣ୍ୟ, ସ୍ନାନ, ମୃତ୍ୟୁ। ମୃତ୍ୟୁ। 15 ଯାହାର ଧନ ଜ୍ଞାନ ଅଛି ସେ କ ନ କଲେ ତା ଜୀବନ ଧୂଅ ହୋଇଯାଏ ବୋଲି ସଭାରେ କୁହାଯାଇଥିଲା। ଘରେ ବସି ରହିଲେ, ବ୍ୟବସାୟ କଲେ, ଚାକିରି କଲେ, ବେକାର ହୋଇଗଲେ। ଚାକିରି କଲେ। 16 କେଉଁ ନାମ ଶୁଣି ନୂଆ ଜମିଦାର ଅଙ୍କ ମନ ଭାରି ଖୁସି ହୋଇଥିଲା? ସଭା, ସ୍କୁଲ, ଗାଁ, ଜମିଦାରୀ। ସଭା। 17 ତାଲୁକ କିଣାଠାରୁ ରଙ୍ଗାଧର ମହାନ୍ତି କେଉଁ କାମରେ ଥିଲେ? ମୁଖ୍ୟ ଗୁମାସ୍ତା, ଛାମୁକରଣ, ଶେଠ ପାଞ୍ଜିଆ, ଗଦି ସରକାର। ଶେଠ ପାଞ୍ଜିଆ। 18 ତାଲୁକ ମଧ୍ୟରେ କେଉଁ ଗ୍ରାମଟି ସବୁଠାରୁ ବଡ଼ ଥିଲା? ମଦନପୁର, ମାନପୁର, ନରଣପୁର, ଶ୍ୟାମପୁର। ଶ୍ୟାମପୁର। 19 ନୂଆ ଜମିଦାର ବାବୁ ଶ୍ୟାମପୁର ଗ୍ରାମରେ କେଉଁ ଲୋକଙ୍କୁ ଖୋଜି ବସିଥିଲେ? ଶିକ୍ଷିତ ବେକାର, ଶିକ୍ଷିତ ସମାଜସେବୀ, ଶିକ୍ଷିତ ସମାଜ ସଂସ୍କାରକ, ଶିକ୍ଷିତ କୁସଂସ୍କାର ବର୍ଜିତ। ଶିକ୍ଷିତ କୁସଂସ୍କାର ବର୍ଜିତ। 20 ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ? ଡାହାଣୀ ଆଲୁଅ, ଦିନ ଆଲୁଅ, ଆତସବାଜି ଆଲୁଅ, ଲଣ୍ଠନ ଆଲୁଅ। ଦିନ ଆଲୁଅ। 21 ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବକୁ କିଏ ଦ୍ୱିତୀୟ କରିଥିଲେ? ଗାଲବ ପଟ୍ଟନାୟକ, ବହୁବ ରାୟ, ହରିବୋଲ ପଟ୍ଟନାୟକ, ରଙ୍ଗାଧର ମହାନ୍ତି। ହରିବୋଲ ପଟ୍ଟନାୟକ। 22 ନୂଆ ଜମିଦାର ଅଙ୍କ ବିବାହ ପାଇଁ କେଉଁଠାରେ କନ୍ୟା ଠିକ୍ ହୋଇଥିଲା? କଟକ, କଲିକତା, ବାଲେଶ୍ୱର, ଯାଜପୁର। କଲିକତା। 23 କନ୍ୟା ପିତା ମକ୍ରା ମଳିକ ଆସାମ ଚା ବଗିଚାରେ ପଦୋନ୍ନତି ପାଇ ଶେଷରେ କ ନ ହୋଇଥିଲା? ଖାନସମା, ବବୁର୍ଚି, କୁଲିସର୍ଦାର, ମ୍ୟାନେଜର। ଖାନସମା। 24 ସାନ୍ତାଣୀଙ୍କର ବିଶ୍ୱାସୀ ପୋଇଲି କିଏ? ଫୁଲ, କନି, ରାଧି, ପଦି, ରାଧି। 25 କୁମ୍ଭୀର କ ନ ଖୋଜିଥାଏ ବୋଲି କୁହାଯାଇଛି? ଲୁଣି ପାଣି, କାଦୁଆ ପାଣି, ଗୋଳିଆ ପାଣି, ପଙ୍କୁଆ ପାଣି। ଗୋଳିଆ ପାଣି। ଖ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ଗୋଟିଏ ବାକ୍ୟରେ ଉତ୍ତର ଲେଖ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 1 ନମ୍ବର। 1 କଲିକତା ବଡ଼ବଜାରରେ ବାବୁ ବଳରାମଙ୍କର ପରିଚୟ କ ନଥିଲା? କଲିକତା ବଡ଼ବଜାରରେ ବାବୁ ବଳରାମଙ୍କର ପରିଚୟ ଗଦିଆନି ମହ ଜଳ ଥିଲା। 2 ଦୋକ୍ତା କାରବାର କାହା ସହ ସମାନ ବୋଲି ମହାଜନେ କହିଥାନ୍ତି? ଦୋକ୍ତା କାରବାର ଗୋଖର ସାପ ଖେଳାଇବା ସହ ସମାନ ବୋଲି ମହାଜନେ କହିଥାନ୍ତି। 3 କଲିକତା ମାଲ ଆମଦାନୀ ରପ୍ତାନିରେ ହେଉଥିଲା? କଲିକତା ମାଲ ଆମଦାନୀ ରପ୍ତାନି ବାଲେଶ୍ୱର ଜାହାଜରେ ହେଉଥିଲା। 4
ବଳରାମ ବଳଙ୍କର ଓଡ଼ିଶାରେ କାହିଁକି ନାମଡାକ ଥିଲା? ବଳରାମ ବଳଙ୍କର ଓଡ଼ିଶାରେ ଜଣେ ଚିହ୍ନରା ଦଣ୍ଡିଦାର ଭାବରେ ନାମଡାକ ଥିଲା। 5. କଲିକତାରେ କେତେବେଳେ ତୋପ ପଡ଼େ ବୋଲି କୁହାଯାଇଛି? କଲିକତାରେ କୁକୁଡ଼ା ଡାକ ଆଗରୁ ତୋପ ପଡ଼େ ବୋଲି କୁହାଯାଇଛି। 6. କପାଳିଆ ଲୋକକୁ କ ନ ମିଳିଥାଏ ବୋଲି କୁହାଯାଇଛି। କପାଳିଆ ଲୋକକୁ ଆକବରୀ ମୋହର ମିଳିଥାଏ ବୋଲି କୁହାଯାଇଛି। 7. କେଉଁ ଦିନରୁ ଦିନକୁ ଦିନ ଗୋପାଳର ଘର ବଢ଼ୁଥିଲା? ପହରା ପଡ଼ିବା ଦିନରୁ ଦିନକୁ ଦିନ ଗୋପାଳର ଘର ବଢ଼ୁଥିଲା। 8. କେଉଁ କଥା ଗୋପାଳ ବେଶ ଜାଣିଗଲାଣି ବୋଲି କୁହାଯାଇଛି? ମାଲ କିଣାବିକା ଛକଛାକ ଗୋପାଳ ବେଶ ଜାଣିଗଲାଣି ବୋଲି କୁହାଯାଇଛି। 9. ଗୋପାଳ ବେପାରରେ ବାବୁ ବଳରାମଙ୍କର କ ନ ପରିଥିଲା? ଗୋପାଳ ବେପାରରେ ବାବୁ ବଳରାମଙ୍କର ଡାହାଣ ହାତ ପରିଥିଲା। 10. ଗଦିରେ ଗୋପାଳର ଡାକନାମ କ ନ ହୋଇଥିଲା? ଗଦିରେ ଗୋପାଳର ଡାକନାମ ସାନବାବୁ ହୋଇଗଲା। 11. ବେପାରରେ ଲାଭ କେଉଁ ଜାଗାରେ ବୋଲି ମହାପାତ୍ରେ ମହାଜନ ବଳଙ୍କୁ କହିଛନ୍ତି? ବେପାରରେ ଲାଭ କିଣା ଜାଗାରେ ବୋଲି ମହାପାତ୍ରେ ମହାଜନ ବଳଙ୍କୁ କହିଛନ୍ତି। 12. ଗଦିର କେଉଁ ସବୁ କଥା ମହାପାତ୍ରଙ୍କ ହାତରେ ଥିଲା? ଗଦିର ମାମଲତ ତହବିଲ କଥା ମହାପାତ୍ରଙ୍କ ହାତରେ ଥିଲା। 13. ବଳେ ତୁନି ହୋଇ ଗଦିରେ କ ନ କରିଥା ଅନ୍ତି ବୋଲି କୁହାଯାଇଛି। ବଳେ ତୁନି ହୋଇ ଗଦିରେ ମାଳା ଗଢ଼ାଉଥା ଅନ୍ତି ବୋଲି କୁହାଯାଇଛି। 14. ମହାପାତ୍ରଙ୍କଠାରୁ ଅବଧାନେ କେତେ ଟଙ୍କା ପୁରସ୍କାର ପାଇଥିଲେ? ମହାପାତ୍ରଙ୍କଠାରୁ ଅବଧାନେ 5ଟି ଟଙ୍କା ପୁରସ୍କାର ପାଇଥିଲେ। 15. ବଳବାବୁ ମହାଜନ ଗଦି ସାଙ୍ଗରେ କାହାର କାରବାର ଥିଲା? ବଳବାବୁ ମହାଜନ ଗଦି ସାଙ୍ଗରେ ବଡ଼ ବଡ଼ ଇଂରାଜୀ ସୌଦାଗର ମାନଙ୍କର କାରବାର ଥିଲା। 16. ଗଦିର ସରକାର କେଉଁଠାରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ? ଗଦିର ସରକାର କୋଲକାତା ଏକାଡେମୀରେ ରାଜୀବବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ। 17. କେଉଁ କଥାଟା କଲିକତାର ନିୟମ ବୋଲି କୁହାଯାଇଛି? ସଭାର ସମସ୍ତ ବ୍ୟୟ ବହନ କରିବା ସମ୍ପାଦକ ପକ୍ଷରେ ଉଚିତ କଥାଟା କଲିକତାରେ ନିୟମ ବୋଲି କୁହାଯାଇଛି। 18. ପିତାଙ୍କ ମୃତ୍ୟୁରେ କେଉଁ କଥାଟା କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି? ପିତାଙ୍କ ମୃତ୍ୟୁରେ ଡକା ପକାଇ କାନ୍ଦିବା ଗୋଟାଏ କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି। 19. ଗୋପାଳ ଚନ୍ଦ୍ର ମହାପାତ୍ର ତିଆରି କରିଥିବା ମନ୍ଦିରରେ କେଉଁ ମୂର୍ତ୍ତି ସ୍ଥାପିତ ହୋଇଥିଲା? ଗୋପାଳ ଚନ୍ଦ୍ର ମହାପାତ୍ର ତିଆରି କରିଥିବା ମନ୍ଦିରରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ସ୍ଥାପିତ ହୋଇଥିଲା। 20. କେଉଁ ସଂସ୍ଥାରୁ ଯେପରି ବ୍ୟବସ୍ଥା ଆସିବ ସେପରି ବିବାହ ହେବ ବୋଲି କୁହାଯାଇଛି? ବିହାର ବିବାହ ବ୍ୟୟ ସଂକ୍ଷେପଣୀ ସଭାରୁ ଯେପରି ବ୍ୟବସ୍ଥା ଆସିବ ସେପରି ବିବାହ ହେବ ବୋଲି। 21. କଲିକତା ଗୋଟିଏ ବିଚିତ୍ର ଜାଗା ବୋଲି କାହିଁକି କୁହାଯାଇଛି? କଲିକତା ଗୋଟିଏ ବିଚିତ୍ର ଜାଗା ବୋଲି କୁହାଯାଇଛି କାରଣ ଟଙ୍କା ଦେଲେ ସେଠାରେ ମା ବାପା ଛଡ଼ା ସବୁ ମିଳିବ। 22. କଲିକତାର ମହାଜନ ସଭ୍ୟ ଜମିଦାରଙ୍କୁ 10,000 ଟଙ୍କା କରଜ ଦେଇଥିଲେ କିପରି? ଖୁବ୍ କାଇଦା କଟକଣାରେ ଜମିଦାରୀ ଲେଖୁଇ କଲିକତାର ମହାଜନ ସଭ୍ୟ ଜମିଦାରଙ୍କୁ 10,000 ଟଙ୍କା କରଜ ଦେଇଥିଲା। 23. ପୁଅ ବହୁ ହାତ ଧରାଧରି ହୋଇ କୁଆଡ଼େ ବାହାରିଥିବାରୁ କୁହାଯାଇଛି? ପୁଅ ବହୁ ହାତ ଧରାଧରି ହୋଇ ମା ସାନ୍ତାଣୀଙ୍କ ସହିତ ସାକ୍ଷାତ କରିବାକୁ ବାହାରିଥିବାରୁ କୁହାଯାଇଛି। 24. ମା ସାନ୍ତାଣୀ କେଉଁ କଥା ଶୁଣି ଚମକି ପଡ଼ି ଠିଆ ହୋଇଗଲେ? ବୋହୂର ଗୋଡ଼ରେ ଲେଡ଼ିଜୋତା ଏଡ଼ିର ଠକ୍ ଠକ୍ ଶବ୍ଦ ଶୁଣି ମା ସାନ୍ତାଣୀ ଚମକି ପଡ଼ି ଠିଆ। 25. ମା ସାନ୍ତାଣୀ ଘରୁ ବାହାରିଯାଇ କେଉଁଠିର ସମ୍ବାଦ ଆସିଥିଲା? ମା ସାନ୍ତାଣୀ ଘରୁ ବାହାରି ଯାଇ ପୁରୀର ମାତାମଠରେ ରହିଥିବାର ସମ୍ବାଦ ଆସିଥିଲା। 26. ବୋହୂ ସାନ୍ତାଣୀଙ୍କୁ କେଉଁ ନାମରେ ଡାକିବାକୁ ଜମିଦାର ବାବୁ ଚାହୁଁଥିଲେ? ବୋହୂ ସାନ୍ତାଣୀଙ୍କୁ ମିସେସ୍ ମହାପାତ୍ର ନାମରେ ଡାକିବାକୁ ଜମିଦାର ବାବୁ ଚାହୁଁଥିଲେ। 27. ଗୋରୁଗୁହ କେଉଁଠି ଢଳାଯାଇଛି ଶୁଣି ଜମିଦାର ବାବୁ ଖପା ହୋଇଥିଲେ? ଗୋରୁଗୁହ ବବୁର୍ଜିଖାନାରେ ଢଳାଯାଇଛି ଶୁଣି ଜମିଦାର ବାବୁ ଖପା ହୋଇଥିଲେ। 28. ମିଷ୍ଟର ଓ ମିସେସ୍ ମହାପାତ୍ର ଘରେ ଆଉ ରହିପାରିଲେ ନାହିଁ କାହିଁକି? ମିଷ୍ଟର ଓ ମିସେସ୍ ମହାପାତ୍ର ଡିକ୍ରିଜାରି ପିଆଦା ଜୁଲମରେ ଆଉ ଘରେ ରହିପାରିଲେ ନାହିଁ। 29. ଜମିଦାର ବାବୁ 5-6 ବର୍ଷ ପରେ କ ନ କରୁଥିବାର ଶୁଣାଯାଇଥିଲା। ଜମିଦାର ବାବୁ 5-6 ବର୍ଷ ପରେ ତାଙ୍କ ଶ୍ୱଶୁର କାମରେ ଆସାମରେ ଖାନସମାଗିରି କାମ କରୁଥିବାର ଶୁଣାଯାଇଥିଲା। 30. ବୋହୂ ସାନ୍ତାଣୀଙ୍କ ପ୍ରକୃତ ନାମ କ ନଥିଲା? ବୋହୂ ସାନ୍ତାଣୀଙ୍କ ପ୍ରକୃତ ନାମ ନୟନତ ରା ଦୁଃଖପାଶରା ଥିଲା। ଗ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। 2ଟି ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ 2 ନମ୍ବର। ଲେଖା ଓ ଲେଖକଙ୍କ ସୂଚନା ପାଇଁ 1 ନମ୍ବର ଓ ଠିକ୍ ଉତ୍ତର ପାଇଁ 1 ନମ୍ବର। ଗଳ୍ପ ସଭ୍ୟ ଜମିଦାର ଗାଳ୍ପିକ ଫକୀରମୋହନ ସେନାପତି। 1. ଧୋଆମ୍ପତ୍ର କାରବାର ସମ୍ପର୍କରେ କ ନ କୁହାଯାଇଛି? ଧୋଆମ୍ପତ୍ର କାରବାର ବଡ଼ କଠିନ ବୋଲି କୁହାଯାଇଛି। 2. ଗୋପାଳ କିପରି କଲିକତା ଯାଇଥିଲା? ଗୋପାଳକୁ ମହାଜନ ଦୟାକରି ସାଙ୍ଗରେ କଲିକତା ନେଇଯାଇଥିଲେ। 3. କଲିକତା ଗଦିରେ ଗୋପାଳ ପ୍ରଥମେ କିପରି ଥିଲା?
କଲିକତା ଗଦିରେ ଗୋପାଳ ଖାଉଛି ତ ଖାଉଛି, ଅଛି ତ ଅଛି, ତାକୁ କେହି ଦେଖାଶୁଣା କରିବାକୁ ନଥିଲେ। 4. ମୋହର ପୋଟଳା ଦେଖୁ ଗୋପାଳ କ ନ କରିଥିଲା। ମୋହର ପୋଟଳା ଦେଖୁ ଗୋପାଳ ତାହାକୁ ହାତରେ ଧରି ବାବୁଙ୍କ ପାଖକୁ ଧାଇଁଲା ଏବଂ ବାବୁଙ୍କୁ ନ ପାଇ ତାହାକୁ ତାଙ୍କ ପଲଙ୍କ ତକିଆ ତଳେ ଥୋଇଦେଲା। 5. କୁକୁଡ଼ା ଡାକ ଆଗରୁ ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ କ ନ କରିଥାନ୍ତି। କୁକୁଡ଼ା ଡାକ ଆଗରୁ ଗଦିଆନ ଧାର୍ମିକ ହିନ୍ଦୁ ମହାଜନମାନେ ଗଙ୍ଗାସ୍ନାନକୁ ବାହାରିଯାଆନ୍ତି। 6. କପାଳିଆ ଲୋକକୁ କ ନ ମିଳିଥାଏ ଓ ସେ ଗଲେ କ ନ ହୋଇଥାଏ। କପାଳିଆ ଲୋକକୁ ଆକବରୀ ମୋହର ମିଳିଥାଏ ଓ ସେ ଗଲେ ଲକ୍ଷ୍ମୀ ଛାଡ଼ି ଯାଇଥାଏ। 7. ରୋଷେଇଆ ବ୍ରାହ୍ମଣ ସମ୍ପର୍କରେ କ ନ କୁହାଯାଇଛି। ରୋଷେଇଆ ବ୍ରାହ୍ମଣ ବାବୁଙ୍କ ସିନ୍ଦୁକର ତାଲା ଭାଙ୍ଗି ସେଥିରୁ 500 ଟଙ୍କାର ଥଳିଟା ନେଇ ଚାଲିଯାଇଥିଲା। 8. ଗୋପାଳ କେମିତି ରାନ୍ଧି ଶିଖୁଲା ବୋଲି କହିଛି। ପୂଜାରୀ ରାନ୍ଧୁଥିଲା ବେଳେ ଗୋପାଳ ଦେଖୁ ଦେଖୁ ରନ୍ଧା ଶିଖୁ ବୋଲି କହିଛି। 9. ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋପାଳ ପାଇଁ କ ନ କରିଥିଲେ। ବାବୁ ବଳରାମ ଗାଁକୁ ଯାଇ ପ୍ରଥମେ ଗୋଟିଏ ଘର ବନାଇ ଦେଇ ଗୋପାଳକୁ ବିବାହ କରାଇଦେଲେ। 10. ରନ୍ଧାବଢ଼ା ସାରି ଗୋପାଳ ଗଦିରେ କ ନ କରିଥାଏ। ରନ୍ଧାବଢ଼ା ସାରି ଗୋପାଳ ଗଦିରେ ସବୁବେଳେ ବାବୁଙ୍କ ପାଖେ ପାଖେ ଥାଏ ଏବଂ କାମରେ ସାହାଯ୍ୟ କରିଥାଏ। 11. ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ର କ ନ ଜଣାଇଥିଲେ। ଦିନେ ବେଳ ଉଣ୍ଡି ମହାଜନ ବଳଙ୍କୁ ମହାପାତ୍ର ଜଣାଇଲେ, ଆଜ୍ଞା ବେପାର ଲାଭ ବିକା ଜାଗାରେ ନୁହେଁ, କିଣା ଜାଗାରେ। 12. ସାନବାବୁଙ୍କ ସମ୍ପର୍କରେ ଅବଧାନେ ମହାପାତ୍ରକୁ କ ନ କହିଛନ୍ତି। ସାନବାବୁଙ୍କ ସମ୍ପର୍କରେ ଅବଧାନେ ମହାପାତ୍ରଙ୍କୁ କହିଛନ୍ତି, ସାନବାବୁ ଖୁବ୍ ବୁଦ୍ଧିଆ ଓ ଭାରି ପାଠୁଆ ଏବଂ ଖଡ଼ି ପାଠ ପଥ୍ୟାୟନ ସରିଲା ପରେ ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ। 13. ରାଜୀବ ସମ୍ପର୍କରେ ସାନ୍ତାଣୀ ସାନ୍ତଙ୍କୁ କ ନ କହିଛନ୍ତି। ରାଜୀବ ସମ୍ପର୍କରେ ସାନ୍ତାଣୀ ସାନ୍ତଙ୍କୁ କହିଛନ୍ତି, ରାଜୀବ ତାଙ୍କ ବୋଲ ନ ମାନି ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ବୁଲୁଛି ଏବଂ ତାକୁ ସାଙ୍ଗରେ ନେଇଯିବା ପାଇଁ କହିଛନ୍ତି। 14. ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ତାଙ୍କର କ ନ ଅସୁବିଧା ହୁଏ। ମହାପାତ୍ର ବାବୁ କୋଠିର ବଡ଼ ବଡ଼ ସାହେବଙ୍କ ପାଖକୁ ଗଲେ ଭାଷା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ, କାରଣ ବାବୁ ଇଂରାଜୀ ଜାଣନ୍ତି ନାହିଁ, ସାହେବ ବି ଓଡ଼ିଆ ବୁଝନ୍ତି ନାହିଁ। 15. ବାବୁ ରାଜୀବ କେଉଁ ବିଷୟରେ ପକ୍କା ହୋଇଗଲେଣି ବୋଲି କୁହାଯାଇଛି। 4-5 ବର୍ଷ ଭିତରେ ଇଂରେଜୀ ପଢ଼ା ନ ହେଉ ପଛକେ ବାବୁ ରାଜୀବ ସଭାସମିତିରେ ଉପସ୍ଥିତି, ଥଟର ଆଉ ସୁସ୍ଥାନକୁସ୍ଥାନ ଭ୍ରମଣ ବିଷୟରେ ପକ୍କା ହୋଇଗଲେଣି ବୋଲି କୁହାଯାଇଛି। 16. କେଉଁଦିନ ହୋଟେଲ ବାଲାର ବେଶ ଆୟ ହୋଇଥାଏ। ସମ୍ପାଦକ ରାଜୀବ ବାବୁ ଯେଉଁଦିନ ସଭାରେ ବକ୍ତୃତା ଦେଲାବେଳେ ବହୁତ ହାତତାଳି ଦିଆଯାଏ, ସେହିଦିନ ହୋଟେଲବାଲାର ବେଶ ଆୟ ହୋଇଥାଏ। 17. ରାଜୀବଙ୍କ କେଉଁ ଇଚ୍ଛା ମହାଜନ ବଳବାବୁ ସଫଳ କରିନଥିଲେ। ରାଜୀବଙ୍କର ଇଚ୍ଛା ଥିଲା ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା କୁସଂସ୍କାର, କେବଳ ସଭାଗୃହରେ ଭୋଜି, ଦରିଦ୍ରମାନଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାରେ ଚାନ୍ଦା ଦେବା କାମ ମହାଜନ ବଳବାବୁ ସଫଳ କରିନଥିଲେ। 18. ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକମାନେ ନୂଆ ଜମିଦାରଙ୍କ ପାଇଁ କ ନ କରିଥିଲେ। ପାଞ୍ଜିଆ ଗୁମାସ୍ତା ପ୍ରଜାପାଟକ ନୂଆ ଜମିଦାରଙ୍କ ପାଇଁ ଗୋଟିଏ ସଭା କରିବାକୁ ସ୍ଥିର କରିଥିଲେ। 19. ସାମପୁର ଗାଁଲୋକ ଓ ଗ୍ରାମପିଲାଙ୍କର ଗୋପାଳବାବୁ କି ଉପକାର କରିଥିଲେ। ସାମପୁର ଗାଁଲୋକଙ୍କୁ ଗୋପାଳବାବୁ କଲିକତାରେ ନାନା କାମରେ ଲଗାଇ ଦେଇ ରୋଜଗାର କରାଇ ଦେଉଥିଲେ ଓ ଗ୍ରାମପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ କଟକରେ ରଖୁ ପଢ଼ାଉଥିଲେ। 20. ନୂଆ ଜମିଦାରଙ୍କ ଆହ୍ୱାନରେ ସାମପୁର ଗ୍ରାମରେ କ ନ ଘଟିଥିଲା। ନୂଆ ଜମିଦାରଙ୍କ ଆହ୍ୱାନରେ ସାମପୁର ଗ୍ରାମରେ ଜମିଦାରୀ କଚେରୀ ଘରେ ଅନେକ ପ୍ରାଇମେରୀ, ଅପର ପ୍ରାଇମେରୀ ପାସ ତଥା ଛାତ୍ରବୃତ୍ତି ଫେଲ୍, ଶିକ୍ଷିତ ସ୍ୱାଧୀନମନା ଲୋକଙ୍କୁ ନେଇ ସଭା କରାଇଲେ। 21. ହରିବୋଲ ବାବୁ କେଉଁ ଦୁଇଟି ସଭାର ସମ୍ପାଦକ ଥିଲେ ଓ କାହିଁକି। ଜମିଦାରଙ୍କ ବିଚାରରେ ହରିବୋଲ ବାବୁ ଯୋଗ୍ୟ ଲୋକ ହୋଇଥିବାରୁ ସେ ଜ୍ଞାନବର୍ଷିଣୀ ଓ ସ୍ତ୍ରୀ ସ୍ୱାଧୀନତାବର୍ଷିଣୀ ସଭାର ସମ୍ପାଦକ ଥିଲେ। 22. ସଭାକାର୍ଯ୍ୟ ଶେଷ ହେବାକୁ ଅଦ୍ଭକ ରାତ୍ରି ହୋଇଗଲେ ସଭ୍ୟମାନେ କ ନ କରିଥାନ୍ତି। ସଭାକାର୍ଯ୍ୟ ଶେଷ ହେବାକୁ ଅର୍ଦ୍ଧରାତ୍ରି ହୋଇଗଲେ ସଭ୍ୟମାନେ ଘରକୁ ଯାଇପାରନ୍ତି ନାହିଁ ଓ କଚେରୀ। 23. ପଟ୍ଟନାୟକଙ୍କୁ କାହିଁକି ବରଖାସ୍ତ କରାଯାଇଥିଲା। ପଟ୍ଟନାୟକ ଅଯୋଗ୍ୟ, କୁସଂସ୍କାରୀ, ସଭାର ବିଘ୍ନକାରୀ ଥିଲେ, ତେଣୁ ତାଙ୍କୁ ବରଖାସ୍ତ କରାଯାଇଥିଲା। 24. ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାନ୍ତାଣୀଙ୍କୁ କ ନ କହିଛନ୍ତି। ନୂଆ ଜମିଦାରଙ୍କ ମଙ୍ଗଳକୃତ୍ୟ ସମ୍ପର୍କରେ ପଟ୍ଟନାୟକ ସାନ୍ତାଣୀଙ୍କୁ କହିଛନ୍ତି, ବାବୁଙ୍କ କଥାନୁସାରେ ଦେଶୀ କନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାରୀ ଓ ଲୁଗାଖଣ୍ଡେ ପିନ୍ଧି ଆସେ ନାହିଁ, ତେଣୁ ତାଙ୍କ ପାଇଁ କଲିକତାରେ କନ୍ୟା ଠିକ୍ ହେଲାଣି। 25. ପଟ୍ଟନାୟକ ନୂଆ ଜମିଦାରଙ୍କ ବିବାହ ବିଷୟରେ ଆଉ କିଛି କହିଲେ ନାହିଁ କାହିଁକି। ଜମିଦାର ଯେତେବେଳେ କହିଲେ ବିହାର ବିବାହ ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଆଲ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ ସେପରି ବିବାହ ହେବ, ସେତେବେଳେ ନୂଆ ଜମିଦାରଙ୍କ ବିବାହ ବିଷୟରେ ପଟ୍ଟନାୟକ ଆଉ କିଛି କହିଲେ ନାହିଁ। 26. କନ୍ୟାଟିର ନାମ କ ନଥିଲା ଏବଂ ବାବୁ ରାଜୀବ ସେଠି ପ୍ରତ୍ୟକ୍ଷରେ କ ନ ଦେଖିଲେ।
କନ୍ୟାଟିର ନାମ ନୟନତାରା ଦୁଃଖପାସରା ଥିଲା ଏବଂ ରାଜୀବ ବାବୁ ସେଠି ପ୍ରତ୍ୟକ୍ଷରେ ଦେଖିଲେ କନ୍ୟା ସୁନ୍ଦରୀ ସଭ୍ୟା ସ୍ୱାଧୀନା ଶିକ୍ଷିତା। 23 ନୟନତାରା ଦୁଃଖପାସରା ବିବାହ ପାଇଁ ତାର ବାପା ମା କେଉଁ ଅସୁବିଧାରେ ପଡ଼ିଥିଲେ? ନୟନତାରା ଦୁଃଖପାସେରା ବାପା ମା ର ଜାତି କୁଳ ଦେଶର ପତ୍ତା ନ ଲାଗିବାରୁ ସେମାନେ ଅସୁବିଧାରେ ପଡ଼ିଥିଲେ। 28 ପୁଅ ବୋହୂ ସାକ୍ଷାତ କରିବାକୁ ଗଲାବେଳେ ମା ସାନ୍ତାଣୀ କ ନ କରୁଥିଲେ? ପୁଅ ବୋହୂ ସାକ୍ଷାତ କରିବାକୁ ଗଲାବେଳେ ମା ସାନ୍ତାଣୀ ଠାକୁରଙ୍କ ଆଗରେ ମାଳିଟି ହାତରେ ଧରି ଆଖ ବୁଜି ବସି ଫୁସ୍ ଫୁସ୍ ହରେ କୃଷ୍ଣ ନାମ ଜପୁଥିଲେ। 29 ଲେଡିକୁ ଇନସଲ୍ଟ ବୋଲି ନୂଆ ଜମିଦାର କାହିଁକି କହିଥିଲେ? ପୁଅ ବୋହୂ ଶାଶୁକୁ ଦେଖିବାକୁ ଯିବାବେଳେ ବୋହୂ ପାଦରେ ଜୋତା ପିନ୍ଧି ଯାଇଥିବାରୁ ମନ୍ଦିର ଅପ୍ରତିଷ୍ଠା ହେଲା ବୋଲି ଶାଶୁକୁ ପାଟି କରିଥିଲେ ଏବଂ ତାକୁ ବାହାର କରିଦେବାକୁ କହିଥିଲେ, ସେଥିପାଇଁ ଲେଡିକୁ ଇନସଲ୍ଟ ବୋଲି ନୂଆ ଜମିଦାର କହିଥିଲେ। 30 ନୂଆ ଜମିଦାରଙ୍କର ଶୋଇବାକୁ ବେଳ ନଥିଲା କାହିଁକି? ନୂଆ ଜମିଦାର ରାତିସାରା ବକ୍ତୃତା ଓ ପାନାହାରରେ କାଟି ତାଙ୍କର ଶୋଇବାକୁ ବେଳ ନଥିଲା। 31 ମିସେସ୍ ମହାପାତ୍ର କେଉଁ କଥାରେ ହସି ପକାଇ ବଡ଼ ଖୁସି ହୋଇଥାନ୍ତି? ପୋଇଲି ଆଉ ମୂର୍ଖ ଚାକରମାନେ ମିସେସ୍ ମହାପାତ୍ର ବଦଳରେ ମିସ୍ତ୍ରୀ ମହାପାତ୍ର ପିସ୍ ମହାପାତ୍ର କହିଲେ ମିସେସ୍ ମହାପାତ୍ର ସେମାନଙ୍କ କଥାରେ ହସି ପକାଇ ବଡ଼ ଖୁସି ହୁଅନ୍ତି। 32 ପୋଇଲିପଦି କାହିଁକି ଭାରି ପାଟିଟାଏ କରିଥିଲା? ମିସେସ୍ ମହାପାତ୍ର ଜୋତା ମାଡ଼ି ହାଣ୍ଡିଶାଳରେ ପଶିବାରୁ ପୋଇଲିପଦି ଭାରି ପାଟିଟାଏ କରିଥିଲା। 33 ସଭାର ସଭ୍ୟମାନେ ଆଉ ମିଷ୍ଟର ଓ ମିସେସ୍ ମହାପାତ୍ରଙ୍କ ନିକଟକୁ ଆସିଲେ ନାହିଁ କାହିଁକି? ସଭାର ସଭ୍ୟମାନେ ଆଗରୁ ଏକଘରକିଆ ହୋଇ ଗୋବର ପାଣି ପିଇ ଜାତିରେ ମିଶିଥିବାରୁ ସେମାନେ ଆଉ ମିଷ୍ଟର ମହାପାତ୍ର ଓ ମିସେସ୍ ମହାପାତ୍ରଙ୍କ ନିକଟକୁ ଆସିଲେ ନାହିଁ। ଘ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଟି ଶବ୍ଦରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ 3 ନମ୍ବର। ଲେଖା ଓ ଲେଖକଙ୍କ ସୂଚନା ପାଇଁ 1 ନମ୍ବର ଓ ଉତ୍ତର ପାଇଁ 2 ନମ୍ବର ରହିବ। ଗଳ୍ପ ସଭ୍ୟ ଜମିଦାର ଗାଳ୍ପିକ ଫକୀରମୋହନ ସେନାପତି। 1 କଲିକତି ଧୁଆମ୍ପତ୍ରର ନାମ ବାଲେଶ୍ୱରୀ ବୋଲି କାହିଁକି କୁହାଯାଇଥିଲା? ସେ ସମୟରେ କଲିକତାର ଧୁଆମ୍ପତ୍ର ବାଲେଶ୍ୱର ଜାହାଜରେ ଆସୁଥିଲା। ବାଲେଶ୍ୱରରୁ ଶଗଡ଼ରେ ଉତ୍କଳର ସମସ୍ତ ସ୍ଥାନକୁ ଚାଲାଣ ହେଉଥିଲା। ସେଥିପାଇଁ ସମସ୍ତ ଉତ୍କଳରେ କଲିକତି ଧୁଆମ୍ପତ୍ରର ନାମ ବାଲେଶ୍ୱରୀ ଥିଲା। 2 ଗୋପାଳ କିପରି ମହାଜନ ବଳରାମଙ୍କ କଲିକତା ଗଦିରେ ପହଞ୍ଚିଲା? ମହାଜନ ବଳରାମ ତାଙ୍କ ଘର ଯାଜପୁରର କୌଣସି ଏକ ଗାଁକୁ ଯାଇଥିଲାବେଳେ 10-12 ବର୍ଷର ଛେଉଣ୍ଡ ପିଲା ଭାବରେ ଗୋପାଳ ଗାଁରେ ବୁଲୁଥିଲା। ଜାତି ପୁଅଟା ଅନାସ୍ଥା ହୋଇ ବୁଲୁଛି ଦେଖ ମହାଜନ ଦୟାକରି ସାଙ୍ଗରେ ନେଇଥିଲେ ଓ ଗୋପାଳ କଲିକତା ଗଦିରେ ପହଞ୍ଚିଲା। 3 କେଉଁ କଥାକୁ ହେଜ ନ ଥାଇ ବାବୁ ବଳରାମ ଗଦି ବନ୍ଦ କରି ଉଠି ଯାଇଥିଲେ? ମହାଜନ ବାବୁ ବଳରାମ ଜଣେ ସୌଦାଗରଠାରୁ 5ଟି ଆକବରୀ ମୋହର କିଣିଥିଲେ ଏବଂ ସେଥିପାଇଁ ତାଙ୍କ ମନ ଖୁସି ଥିଲା। କାରଣ ସେହି ମୋହରକୁ ସରେ ରଖ ପୂଜା କରିବାକୁ ଚାହିଁଥିଲେ। ମାତ୍ର ଅନ୍ୟମନସ୍କ ଭାବରେ ମୋହରଟିକୁ ତଳେ ଥୋଇ ଦେଇଥିଲେ ଏବଂ ସେହି କଥାକୁ ଦେହ ନ ଥାଇ ବାବୁ ବଳରାମ ଗଦି ବନ୍ଦ କରି ଉଠି ଯାଇଥିଲେ। 4 କେଉଁ କଥା କଲିକତାର ସବୁ ଗଦିର ଦସ୍ତୁର ବୋଲି କୁହାଯାଇଛି? ସବୁ ଗଦିର ଦସ୍ତୁର ହେଉଛି ରୂପାବନ୍ଧା ହୁକାରେ ଭଡ଼ର ଭଡ଼ର କରି ଗୁଡ଼ାଖୁ ପିଉଥିଲେ ମହାଜନମାନେ। ସେମାନଙ୍କ ଆଗରେ 2 କଡ଼ା କଣା କଉଡ଼ି ବନ୍ଧା ବ୍ରାହ୍ମଣ ହୁକା କାୟସ୍ଥ ହୁକା ନବଶାଖା ହୁକା କଂସା ବୈଠାରେ ଥୁଆ ହୋଇଥାଏ। 5 ବାବୁ ବଳରାମ କାହିଁକି ଗୋପାଳକୁ ଦଣ୍ଡଯାଏ ଅନାଇଥିଲେ? ବାବୁ ବଳରାମ ଆକବରୀ ମୋହର ଖୋଜାଖୋଜିବା ସମୟରେ ଗୋପାଳ ହସି ହସି ମୋହର ଅଛି ବୋଲି କହିଥିଲା। ବାବୁ ଧାଇଁ ଆସି ଗୋପାଳକୁ କୁଣ୍ଢାଇ ପକାଇଥିଲେ। ଗୋପାଳ ମୋହର କାଢ଼ିଦେଇ ପାଇବାର ହାଲ ସବୁ କହିବାରୁ ଗୋପାଳର ସରଳତା ପାଇଁ ବାବୁ ବଳରାମ ଗୋପାଳକୁ ଦଣ୍ଡେଯାଏ ଅନାଇଥିଲେ। 6 ଗୋପାଳ ପ୍ରତି ବଳରାମଙ୍କ ଶ୍ରଦ୍ଧା ସମ୍ପର୍କରେ କ ନ କୁହାଯାଇଛି? ଗୋପାଳ ବାବୁଙ୍କ ମୋହର ପାଇ ଦେବା ଦିନଠାରୁ ସେ ତୁଚ୍ଛାଟାରେ 10 ଥର ଗୋପାଳରେ ଡାକ ପକାଉଥିଲେ। ଭୋଜନ ସମୟରେ ଗୋପାଳ ଅବଖୁରାରେ ଜଳ ଥୋଇ ନ ଦେଲେ ବାବୁଙ୍କୁ ଭଲ ଲାଗେ ନାହିଁ। ବାବୁଙ୍କ ବିଡ଼ିଆ ଗୋପାଳ ଭାଙ୍ଗି ଦେଉଥିଲା ଓ ସେପାରି ଦେଉଥିଲା। ବାବୁ ଗୋପାଳକୁ ଏହିପରି ଶ୍ରଦ୍ଧା କରୁଥିଲେ। 7 କେଉଁ ପରିସ୍ଥିତିରେ ଗୋପାଳ ରନ୍ଧାବଢ଼ା ଦାୟିତ୍ୱ ନେଇଥିଲା? ହଠାତ୍ ଦିନେ ରୋଷେଇଆ ବ୍ରାହ୍ମଣ ବାବୁଙ୍କ ସିନ୍ଦୁକରୁ 500 ଟଙ୍କା ଚୋରି କରି ପଳାଇ ଯାଇଥିଲା। ବାବୁ ବଙ୍ଗାଳୀ ବ୍ରାହ୍ମଣ ହାତରୁ ଖାଆନ୍ତି ନାହିଁ। ଏଡ଼େ ଚଞ୍ଚଳ ଓଡ଼ିଆ ବ୍ରାହ୍ମଣ ମିଳିବା ଅସମ୍ଭବ। ଏଭଳି ପରିସ୍ଥିତିରେ ବାବୁଙ୍କଠାରୁ ଅନୁମତି ପାଇ ଗୋପାଳ ରନ୍ଧାବଢ଼ା ଦାୟିତ୍ୱ ନେଇଥିଲା। 8 ବେପାରରେ ଗୋପାଳ କିପରି ବାବୁଙ୍କର ଡାହାଣ ହାତ ହୋଇଥିଲା? ଗୋପାଳ ରୋଷେଇ ସହିତ ମାଲ କିଣାବିକାରେ ସାହାଯ୍ୟ କରୁଥିଲା। ବାବୁ ବହୁଥର ଦେଖୁଲେଣି ଗୋପାଳକୁ ବେପାରରେ କେହି ଠକି ଦେବେ ନାହିଁ। ତେଣୁ ଆଗ ଅପେକ୍ଷା ବେଶୀ 2 ପଇସା ଲାଭ ହୁଏ। ଫଳରେ ଗୋପାଳ ଆଉ ରୋଷେଇଆ ନ ହୋଇ ବାବୁଙ୍କର ବେପାରରେ ଡାହାଣ ହାତ ହୋଇଥିଲା। 9 ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର କେଉଁ କଥା ସବୁ ସନ୍ଧାନ କରି ବୁଝିଥିଲେ? ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର ସନ୍ଧାନ କରି ବୁଝିଥିଲେ ଯଶୋର ମୋତିହାର ପାବନା ଅଞ୍ଚଳରୁ ଯେଉଁ ସବୁ ହଳଦୀ ଧୁଆମ୍ପତ୍ର ସରକ ଆସେ ତାହାକୁ ଚାଷୀଠାରୁ କିଣେ ବୁଲା ବେପାରୀ, ସେ ବିକେ ପାଇକାରକୁ, ପାଇକାର ହାତରୁ କିଣେ ଗୋଦାମବାଲା, ଦଣ୍ଡିଦାର ତା ପାଖରୁ ମାଲ କିଣି ଚାଲାଣ ଦିଏ।
କଲିକତାରେ ମାଲ ପହଞ୍ଚିଲା ବେଳକୁ 3ଟା ହାତରେ ଲାଭ ଲାଗିଯାଏ। 10. ମହାପାତ୍ରଙ୍କ ଅନୁମତି ଘେନି ସାନବାବୁ ଗୋପାଳ ଚନ୍ଦ୍ରକ ନ କରିଥିଲେ। ମହାପାତ୍ରଙ୍କ ଅନୁମତି ଘେନି ସାନବାବୁ ସିଧା ଠିକଣା ଜାଗା ଅର୍ଥାତ୍ ଚାଷୀମାନଙ୍କ ପାଖକୁ ଚାଲିଗଲେ। ମଝିରେ ଆଉ କାହାରିକୁ ନଗା ନ ରଖ ଚାଷମୁଣ୍ଡରେ ଚାଷୀମାନଙ୍କଠାରୁ ସୌଦା କରିଥିଲେ। ଏହିପରି 2 ବର୍ଷ କାମ କରିବାରୁ ପୂର୍ବ ଅପେକ୍ଷା 2 ଗୁଣ ଲାଭ ହୋଇଥିଲା। 11. ବଳେ ଏବେ ତୁନି ହୋଇ ଗଦିରେ ମାଳା ଗଡ଼ାଉଥା ଅନ୍ତି। ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? ଚାଷୀଙ୍କଠାରୁ ମାଲ କଣିଲା ପରେ ଆଗ ଅପେକ୍ଷା 2 ଗୁଣ ଲାଭ ହେଲା। ଫଳରେ ମହାପାତ୍ର ଆଉ ଚାକର ନ ହୋଇ ଲାଭରେ 4/80 ଭାଗ ହେଲା। ଏହିପରି 5-7 ବର୍ଷ କାମ କରି ଗଦିର ସବୁ ମାମଲତ ତହବିଲ ଚାବି ମହାପାତ୍ରଙ୍କ ହାତରେ ରହିଲା। ଫଳରେ ବଳେ କେବଳ ତୁନି ହୋଇ ଗଦିରେ ବସି ମାଳ ଗଡ଼ାଇଲେ। 12. ରାଜୀବଙ୍କ ସମ୍ପର୍କରେ ଅସଲ କଥାଟି କ ନଥିଲା। ରାଜୀବଙ୍କର ପାଠପଢ଼ା ସମ୍ପର୍କରେ ଅବଧାନ ତାରିଫ କରିଥିଲେ ଏବଂ ସେଠାରୁ ତାକୁ ନେଇଯିବାକୁ କହିଥିଲେ। ମାତ୍ର ଅସଲ କଥାଟି ରାଜୀବ ଭାରି ଦୁଷ୍ଟ ଓ ଚାଟଶାଳୀରେ ବଡ଼ ଉତ୍ପାତ କରେ। ଅବଧାନଙ୍କ ସଙ୍ଗରେ ବି ସେ ତୋଖଡ଼ ମୋଖଡ଼ କରେ। ବଡ଼ଲୋକ ପୁଅ ଜମିଦାର ପୁଅ ବୋଲି ଅବଧାନେ କିଛି କହିପାରନ୍ତି ନାହିଁ ବରଂ ଡରିୟ ଥାନ୍ତି। 13. ବାପ ପୁଅ ଦୁହିଁଙ୍କ ମନ କାହିଁକି ଖୁସି ହୋଇଥିଲା? ଗୋପାଳବାବୁ ପୁଅକୁ ପାଠ କଥା ପଚାରିବାରୁ ପାଠ ନ ପଢ଼ୁଥିଲେ ମଧ୍ୟ ବାପାଙ୍କୁ କୌଣସି ପ୍ରକାରେ ରାଜୀବ ଭୁଲାଇ ଦେଇଥିଲା। ଇଂରାଜୀରେ ଗୋଟାଏ ପାସ୍ ଅଛି ବୋଲି ଗୋପାଳ ମହାପାତ୍ର ଶୁଣିଥିଲେ। ପୁଅକୁ କହିଲେ ତୁ ବେଶୀ ବେଶୀ କରି ପକା ଯେତେ ଟଙ୍କା ଲାଗିବ ଲାଗୁ। ଏଥରେ ବାପ ପୁଅ ଦୁହିଁଙ୍କ ମନ ଖୁସି ହୋଇଥିଲା। 14. ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତ୍ତୀ ଘଟଣା କ ନଥିଲା। ବାବୁ ରାଜୀବଙ୍କ ଇଂରାଜୀ ପାଠପଢ଼ାର ପରବର୍ତ୍ତୀ ଘଟଣା ସେ ବହୁତ ସଭାସମିତିରେ ଉପସ୍ଥିତ ହେଲା। ଥଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣରେ ପକ୍କା ହୋଇଗଲା। ସମାଜ ପରିବର୍ତ୍ତନ ପାଇଁ କୁସଂସ୍କାର ବିମର୍ଦିନୀ ଓ ନାରୀ ସ୍ୱାଧୀନତା ବିବରଣୀ ସଭା କରି ସବୁ ବ୍ୟୟକୁ ନିଜେ ବହନ କରିଥିଲା। 15. ପିତାଙ୍କ ମୃତ୍ୟୁ ପରେ ରାଜୀବଲୋଚନ କ ନ କହିଥିଲେ। ପିତାଙ୍କ ମୃତ୍ୟୁ ପରେ ଡକା ପକାଇ କାନ୍ଦିବା ଗୋଟାଏ କୁସଂସ୍କାର ବୋଲି ରାଜୀବ କହିଥିଲେ। ଶୋକ ପ୍ରକାଶ ଲାଗି ସଭାରେ 3 ଦିନ ବକ୍ତୃତା ଦେବା ସହିତ ହାତରେ ଖଣ୍ଡେ କଳାକନା ସେ ବାନ୍ଧିଥିଲେ। ବ୍ରାହ୍ମଣ ଡାକି ଶ୍ରଦ୍ଧା କରିବାଟା ଗୋଟାଏ କୁସଂସ୍କାର ଏବଂ ସଭାଗୃହରେ ଭୋଜି ଦରିଦ୍ରମାନଙ୍କୁ ଅର୍ଥ ବିତରଣ ଡାକ୍ତରଖାନାମାନଙ୍କୁ ଚାନ୍ଦା ଦିଆଯିବା କଥା ସେ କହିଥିଲେ। 16. ମହାଜନ ବଳବାବୁ ରାଜୀବଙ୍କ ଭବିଷ୍ୟତ ପାଇଁ କ ନ ଚିନ୍ତା କରିଥିଲେ। ମହାଜନ ବଳବାବୁ ରାଜୀବଙ୍କୁ ପିତୃକାର୍ଯ୍ୟର ଉତ୍ତରାଧ୍ୟାକାରୀ ହେଉ ବୋଲି ଇଚ୍ଛା କରିଥିଲେ। ଯେହେତୁ ସେ ଇଂରାଜୀ ପାଠ ପଢ଼ିଛି ସେଥିପାଇଁ ଆଶା କରିଥିଲେ ବାପାଙ୍କ ଠାରୁ ବଳିଯିବ। ମହାଜନ ପାଖରେ ବସାଇ କାମ ଶିଖାଇବାକୁ ଲାଗିଲେ ଏବଂ ଶିଖାଇବା ପାଇଁ କର୍ମଚାରୀଙ୍କୁ ଉପଦେଶ ଦେଲେ। 17. ବାବୁ ରାଜୀବ ଗଦିରେ ବସିବାର ପରିଣତି କ ନ ହୋଇଥିଲା। ବାବୁ ରାଜୀବଙ୍କୁ ଗଦିରେ ବସାଇବାକୁ ଚାହିଁଲେ ମଧ୍ୟ ତାଙ୍କର ବସିବାକୁ ମନ ନଥିଲା। ମହାଜନ ଧରାଧରି କରି ବସାଇଥିଲେ। କାମରେ ମନ ନଥିଲା। ମଙ୍ଗଳବାର ଓ ଶନିବାର ରାତିରେ କୁଆଡ଼େ ଚାଲି ଯାଉଥିଲେ। ବଳବାବୁ ମନେ କଲେ ହାତରେ ପାଇଟି ପଡ଼ିଲେ ହୁଏତ ବାଟକୁ ଆସିବ। ମାତ୍ର ଯେଉଁ କାମ ଦେଲେ ଲାଭ ଥାଉ ମୂଳରୁ ତ୍ରୁଟି କରି ବସିଲା। 18. ବାବୁ ରାଜୀବଙ୍କ ମନରେ କେଉଁ କଥାଟା ଲାଖୁ ଯାଇଥିଲା। ଲାଗଲାଗ ଯୋଡ଼ାଏ ସଭାରେ ସମ୍ପାଦକ ଅନୁପସ୍ଥିତ ରହିବାରୁ ସଭ୍ୟମାନେ ଅସନ୍ତୁଷ୍ଟ ହେଲେ। ଅନୁପସ୍ଥିତିର କାରଣ ସେମାନେ ଜାଣିପାରି ସଭାରେ ସ୍ୱାଧୀନତା ବିଷୟରେ କହିଲେ ଶିକ୍ଷିତ ଜମିଦାର ସନ୍ତାନ ପକ୍ଷରେ ପର ଅଧୀନରେ ଚାକିରି କରିବା ଉଚିତ ନୁହେଁ। ବକ୍ତୃତା ସହିତ କବିତା ପାଠରେ ମଧ୍ୟ ସେହି କଥା କହିଲେ। ରାଜୀବବାବୁଙ୍କ ମନରେ ଏହି କଥାଟା ଲାଗିଗଲା। 19. ଗଙ୍ଗାଧର ମହାନ୍ତିଙ୍କ ସମ୍ପର୍କରେ କ ନ କୁହାଯାଇଛି। ଗଙ୍ଗାଧର ମହାନ୍ତି ଠିକ୍ ନିରୂପିତ ବେଳରେ ନୂଆ ଜମିଦାରଙ୍କୁ ଗାଦିରେ ବସାଇଦେଲେ। ତାଲୁକ କିଣା ଦିନଠାରୁ ମହାନ୍ତି ସେଠ ପାଞ୍ଜିଆ କାମରେ ଥିଲେ। ସେ ଥିଲେ ବିଶ୍ୱାସୀ କାମିକା ଲୋକ ଓ ସାଆନ୍ତାଣୀଙ୍କର ଡାହାଣ ହାତ। ତାଙ୍କ ଯତ୍ନରେ ଜମିଦାରୀ ଖୁବ୍ ବଢ଼ିଛି। ଜମିଦାର ସବୁଦିନ କଲିକତାରେ ରହୁଥିବାରୁ ସାଆନ୍ତାଣୀ ଏହାକୁ ଧରି ସବୁ ମାମଲତ ବୁଝୁଥିଲେ। 20. ନୂଆ ଜମିଦାରଙ୍କ ଆବାନରେ ସାମପୁର ଗ୍ରାମରେ କ ନ ଘଟିଥିଲା। ନୂଆ ଜମିଦାରଙ୍କ ଆବାନରେ ସାମପୁର ଗ୍ରାମରେ ଶିକ୍ଷିତ କୁସଂସ୍କାରବର୍ଜିତ ଲୋକମାନଙ୍କୁ ନେଇ କଚେରୀ ଘରେ ସନ୍ଧ୍ୟା ସମୟରେ ପ୍ରଥମ ସଭା ବସିଥିଲା। ଏ ଦେଶରେ ଦୁଃଖ ଦୁର୍ଦ୍ଦଶାର ମୂଳ ହେଉଛି କୁସଂସ୍କାର ଓ ନାରୀମାନଙ୍କୁ ଗୃହ କଣରେ ଲୁଚାଇ ରଖ ବୋଲି କହିଥିଲେ। 21. ନୂଆ ଜମିଦାରଙ୍କ ଆଦ୍ୟ ବକ୍ତୃତାର ସାରମର୍ମ କ ନଥିଲା। ନୂଆ ଜମିଦାରଙ୍କ ଆଦ୍ୟ ବକ୍ତୃତାର ସାରମର୍ମ ଥିଲା ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ହେଉଛି ମୂର୍ଖତା କୁସଂସ୍କାର ଅବଳା ଭଗିନୀମାନଙ୍କୁ ଘର ଭିତରେ ଲୁଚାଇ ରଖୁ। ଏ ସମସ୍ତ ଦୂର କରିବା ସର୍ବାଗ୍ରେ ଉଚିତ। 22. ବାବୁ ହରିବୋଲ କାହିଁକି ଚାକିରି ଛାଡ଼ି ଦେଇଥିଲେ। ବାବୁ ହରିବୋଲଙ୍କ ମତରେ ସେ ବିଦୁପୁର ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ଥିଲେ। ସେଠାକାର ପିଅନ ଓ ଅନ୍ୟାନ୍ୟ କର୍ମଚାରୀ ବଡ଼ ଚୋର ଥିଲେ। ବାବୁ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲ ଟ 1624 ଅଙ୍କା ଚୋରି କରି ବାବୁଙ୍କ ନାମରେ ଦେଲେ। ବାବୁ ବିରକ୍ତ ହୋଇ ପରଦିନରୁ ଚାକିରି ଛାଡ଼ି ଦେଇଥିଲେ। 23. ହରିବୋଲ ବାବୁ କାହାର ସମ୍ପାଦକ ହୋଇଥିଲେ ଓ ତାଙ୍କ ଦାୟିତ୍ୱରେ ସଭାକାର୍ଯ୍ୟ କିପରି ଚାଲିଥିଲା। ହରିବୋଲ ବାବୁ ଜମିଦାରଙ୍କ ଦୃଷ୍ଟିରେ ଯୋଗ୍ୟ ଲୋକ ହୋଇଥିବାରୁ ସେ ଜ୍ଞାନବର୍ଷିଣୀ
ଓ ସ୍ତ୍ରୀ ସ୍ୱାଧୀନତା ବିବର୍ଷିଣୀ ସଭାର ସମ୍ପାଦକ ହୋଇଥିଲେ। ପ୍ରତିଦିନ ସଭାକାର୍ଯ୍ୟ ଚାଲିଲା। ସଭାକାର୍ଯ୍ୟ ଶେଷ ହେବାକୁ ଅଧୁଅକ ରାତି ହେବାରୁ ସଭ୍ୟମାନଙ୍କ ପାଇଁ କଚେରୀ ଘରେ ପାନ ଭୋଜନର ବନ୍ଦୋବସ୍ତ ହେଉଥିଲା। 24 ପଟ୍ଟନାୟକଙ୍କୁ ମା ସାଆନ୍ତାଣୀ ନୂଆ ଜମିଦାରଙ୍କ ସମ୍ପର୍କରେ ନ କହିଥିଲେ। ପଟ୍ଟନାୟକଙ୍କୁ ମା ସାଆନ୍ତାଣୀ ନୂଆ ଜମିଦାରଙ୍କ ସମ୍ପର୍କରେ କହିଥିଲେ, ନିଜେ ମୂର୍ଖ କିଛି ବୁଝିବାର ନାହିଁ, ମୂଲକରେ ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲ ଥାଆନ୍ତା। ଏଇ ଘରେ ପୁଣି ମଦମାଂସ। ରାଧେକୃଷ୍ଣ ରାଧେକୃଷ୍ଣ। ପଟ୍ଟନାୟକ ତୁମେ ଅଲଗା ହୋଇଯାଅ। 25 ହରିବୋଲ ବାବୁ ଉଭୟ ସଭା ଓ ଜମିଦାରୀ କାର୍ଯ୍ୟ କିପରି ତୁଲାଉଥିଲେ। ହରିବୋଲ ବାବୁ ଉଭୟ ସଭା ଓ ଜମିଦାର କାର୍ଯ୍ୟ ନିର୍ଭୟରେ ତୁଲାଉଥିଲେ। ଏଣିକି ସୁନ୍ଦର କାର୍ଯ୍ୟ ସାଙ୍ଗକୁ ଟଙ୍କାର ଅଭାବ ନ ଥିଲା। ବାଧା ଦେବାକୁ କେହି ନଥିଲେ। ଅମଲା ପ୍ରଧାନମାନଙ୍କ ପ୍ରତି ସଫା ହୁକୁମ, ଟଙ୍କା ଦାଖଲ। କୌଣସି ଉପାୟରେ ଖର୍ଚ୍ଚ କରି ସେ ଉଭୟ ସଭା ଓ ଜମିଦାରୀ କାର୍ଯ୍ୟ ତୁଲାଉଥିଲେ। 26 ମା ସାଆନ୍ତାଣୀଙ୍କ ଦିନ କିପରି କଟୁଥିଲା। ମା ସାଆନ୍ତାଣୀ ଘରୁ ବାହାରି ଓଆସ ଆଗରେ ଥିବା ରାଧାକୃଷ୍ଣ ମନ୍ଦିରରେ ରହିଥିଲେ। ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ ଖାଉଥିଲେ। ପ୍ରତିଦିନ ସନ୍ଧ୍ୟାଠାରୁ ରାତି ଅଧଯାଏ ଭାଗବତ ପାଠ ହୁଏ। ମା ସାଆନ୍ତାଣୀ ଦିନଯାକ ଠାକୁର ଆଗରେ ଆଖ ବୁଜି ବସି ମାଳି ଗଢ଼ାଉଥାନ୍ତି। 27 ଦେଶୀକନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକଙ୍କୁ ନ କହିଥିଲେ। ଦେଶୀକନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକଙ୍କୁ କହିଥିଲେ, ଦେଶୀକନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାର, ଅସଭ୍ୟତାରେ ବୁଡ଼ିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧଲଙ୍ଗଳା ହୋଇଥାନ୍ତି, ମୁହଁ ଢାଙ୍କି ମୂଷାପରି ଗାତରେ ଲୁଚିଥାନ୍ତି। 28 ବରଯାତ୍ରୀ ଓ ରୋଶନ ସମ୍ପର୍କରେ ନୂଆ ଜମିଦାର ପଟ୍ଟନାୟକଙ୍କୁ କି ଉତ୍ତର ଦେଇଥିଲେ। ପଟ୍ଟନାୟକ ବରଯାତ୍ରୀ ଓ ରୋଶନ କଥା କହିବାର ନୂଆ ଜମିଦାର କହିଲେ, ତୁମମାନଙ୍କ ପରି ଅଶିକ୍ଷିତ ଲୋକ କେତେ ଜମିଦାର ଘର ବୁଡ଼ାଇଲେଣି। ବିହାର ବିବାହ ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଆଲ ଚିଠି ଯାଇଛି, ସେଠାରୁ ଯେପରି ବ୍ୟବସ୍ଥା ଆସିବ ସେହିପରି ବିବାହ ହେବ। 29 ଖଦିରପୁର ଗାର୍ଡନରିଚରେ ବିଭାଘରର ପ୍ରସ୍ତୁତ କିପରି ଥିଲା। ଖଦିରପୁର ଗାର୍ଡନରିଚରେ ଗୋଟାଏ ବଡ଼ ଦୋତାଲା ଘରେ ଝାଡ଼ଲଣ୍ଡନ ଦେବାଲଗିରି 100 ଖଣ୍ଡ ଦିନ ଆଲୁଅ ପରି ଜଳୁଥିଲା। ତଳେ ଗାଲିଚା ସତରଞ୍ଜି ବିଛଣା ପଡ଼ିଥିଲା। ରାତିରେ ଦୁଇତରଫା ଖେମଟା ନାଚ ହେଉଥିଲା। ଦିଅତା ପିଅତାନ ଚାଲିଥିଲା। ଆଖପାଖ ବଜାର ଲୋକେ ଜାଣିଥିଲେ ଓଡ଼ିଶାର ଗୋଟିଏ ରାଜାପୁଅର ବିଭାଘର। 30 କେଉଁ କଥାରେ କନ୍ୟାର ବାପା ମା କିଛି କରିପାରୁ ନଥିଲେ। କନ୍ୟାଟିକୁ ଦେଖିଲା ପରେ ଜମିଦାର ବାବୁ ବିମୋହିତ ହୋଇଥିଲେ। 4 ଦିନ ହେଲା ବରକନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ ଚାଲିଛି। ବଗିଚଢ଼ି କେତେ ଜାଗା ବୁଲି ଆସିଲେଣି। କନ୍ୟା ବାପା ମା ଅଙ୍କୁ ଏହା ଭଲ ଲାଗୁ ନଥିଲେ ବି ସେ କିଛି କରିପାରୁ ନଥିଲେ। କାଳେ ଜମିଦାର ପୁଅଟା ହାତରୁ ଖସିଯିବ ସେହି ଡରରେ କିଛି କହିପାରୁ ନଥିଲେ। 31 କନ୍ୟାର ବାପା ମା ଅଙ୍କ ସମ୍ପର୍କରେ ଲେଖକ କି ପରିଚୟ ପାଇଥିଲେ। କନ୍ୟାର ବାପା ମକ୍ରା ମଳିକ। ସେ ଆସାମ ଚା ବଗିଚାର ମ୍ୟାନେଜରଙ୍କ ପାଖରେ ବୁବୁର୍ଚି ଓ ପରେ ପଦୋନ୍ନତି ପାଇ ଖାନସମା ହୋଇଥିଲା। ସେହି ବଗିଚାରେ 30-40 ବର୍ଷ ହେଲା ସାହେବଙ୍କ ପାଖରେ ରହିଥିଲା। ଗ୍ରାମ ଘର ଜାତି କୁଳ କିଛି ଜଣା ନାହିଁ। ସେହିଠାରେ ଗୋଟିଏ କୁଲିଆଣୀକୁ ବିବାହ କରିଥିଲା ଏବଂ ତାଙ୍କର କନ୍ୟା ହେଉଛି ଜମିଦାରଙ୍କ ପତ୍ନୀ। 32 କନ୍ୟାଟିର ପାଠପଢ଼ା ସମ୍ପର୍କରେ ନ କୁହାଯାଇଛି। ଚା ବଗିଚା ପାଖରେ ଗୋଟିଏ ସ୍କଟିଶ ବ୍ୟାପଟିଷ୍ଟ ଅର୍ଟେନ୍ ବାଳିକା ସ୍କୁଲ ଥିଲା ଏବଂ ସେହି ସ୍କୁଲରେ ନୟନତାରା ଦୁଃଖ ପାସୋରା ପାଠ ପଢ଼ିଥିଲା। ସ୍କୁଲରେ ସେ ଇଂରାଜୀରେ କଥାବାର୍ତ୍ତା ଶିଖିଛି, ମଜାବୁଣା ଶିଖୁଛି ଏବଂ ଗୀତ ନାଚ ଶିଖିଛି। ସ୍କୁଲରେ ପାଠ ପଢ଼ିଥିବାରୁ ଖୁବ୍ ସ୍ୱାଧୀନ। ପୁରୁଷମାନଙ୍କୁ ସେ ଖାତିର କରେ ନାହିଁ। 33 ମ୍ୟାନେଜର ହରିବୋଲ ବାବୁ ଖର୍ଚ୍ଚ ଟଙ୍କାର ହିସାବ ଦେଇ ପାରି ନଥିଲେ କାହିଁକି। ମ୍ୟାନେଜର ହରିବୋଲ ବାବୁଙ୍କ ହାତରେ ରହିଥିଲା ତହବିଲ। ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ୱାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମାନୁସାରେ ପାନର ମାତ୍ର କିଛି ବଳି ପଡ଼ିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖିବାକୁ ବେଳ ପାଇ ନଥିଲେ, ତେଣୁ ସେ ହିସାବ ଦେଇ ପାରି ନଥିଲେ। 34 ଶାଶୁବୋହୂଙ୍କର ପ୍ରଥମ ଦେଖା କିପରି ଥିଲା। ବୋହୂ ଆସିଲା ବେଳକୁ ଶାଶୁ ଠାକୁରଙ୍କ ଆଗରେ ମାଳିଟି ହାତରେ ଧରି ଆଜି ହରେକୃଷ୍ଣ ନାମ ଜପୁଥିଲା। ସେହି ସମୟରେ ବୋହୂ ଦେଖା କରିବାକୁ ଯାଇଥିଲା। ବୋହୂ ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଶାଶୁ ଚମକି ପଡ଼ି ଠିଆ ହୋଇଗଲେ। ବୋହୂ ଟିକିଏ ହସି ହସି ଓ ଆମର ପ୍ରିୟ ଶାଶୁ କହି ନମସ୍କାର ହେଲାବେଳକୁ ଶାଶୁ ପାଟି କରି ଉଠିଲେ। ଛୁନା ଛୁନା ବୋଲି କହିଥିଲେ। 35 ମିସେସ୍ ମହାପାତ୍ରଙ୍କ କେଉଁ କଥାରେ ଦାସୀପଦୀ ଏକମୁହାଁ ହୋଇ ଚାଲିଯାଇଥିଲା। ମିସେସ୍ ମହାପାତ୍ର ବବୁର୍ବିଖାନା ତଦାରଖ କରିବାକୁ ଯାଇଥିଲେ। ସେହି ସମୟରେ ଦାସୀପଦୀ ଗୋବର କନାରେ ଚୁଲି ଲିପୁଥିଲା। ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ସେ ଚମକି ପାଟିଟିଏ କଲା। ଆଲୋ ମୁଁ ମା ଲୋ, ଆଲୋ ମୁଁ ବାପା ଲୋ। ଜୋତାମାଡ଼ ହାଣ୍ଡିଶାଳରେ ପଶିଲା ଲୋ। ହାଣ୍ଡିଶାଳ ମାରୁଗଲା ଲୋ। କନା ଖଣ୍ଡ ଫୋପାଡ଼ି ଦେଇ ଏକମୁହାଁ ହୋଇ ଚାଲିଯାଇଥିଲା, ଆଉ ଓଆସରେ ତାକୁ କେହି କେବେ ଦେଖୁନାହିଁ। 36 ମିସେସ୍ ମହାପାତ୍ର ବବୁର୍ଜିଖାନାରେ ନ ସବୁ କରିଥିଲେ। ମିସେସ୍ ମହାପାତ୍ର ବବୁର୍ଜିଖାନାରେ ଗୋବର ଲିପାକୁ ଦେଖ ଏକାବେଳକେ ଶିଶିଏ ଲେଭଣ୍ଡର ଦେହଯାକ ଢାଳି ହୋଇଛନ୍ତି। ରାଜୀବବାବୁ କହିଲେ, ସେ ଘରେ ରୋଷେଇ ହେଲେ ଲେଡ଼ିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରି ପକାଇବେ।
दीर्घ उत्तरमूलक प्रश्न प्रत्येक प्रश्नर उत्तर प्राय 150 शब्दरे देबाकु हेबो। प्रश्नर मूल्य 5 नंबर। 1 पठित गल्परु बाबू बलराम बळंकर आधुनिक व्यवसाय संपर्करे उल्लेख कर। व्यासकवि फकीरमोहन सेनापति आधुनिक ओडिया क्षुद्रगल्पर जनक भावरे थिले सुपरिचित। तांको गछर मूल पृष्ठभूमि थिला समाज। से समाजर विभिन्न दिगकु गल्परे परिप्रकाश करि सेथुरे परिवर्तन आनिछंती। कथावस्तुकु आगेई नेबा पाई से सुंदर परिवेश तैयारी कराइछंती। सेभଳି परिवेश वर्णनारे गाल्पिक सेनापतिंकर सिद्धहस्ततार परिचय देइथाए। बलराम बाबू कलिकता बड़ बजारर जणे गदियान महाजन। उत्कलर समस्त धुआंपत्र बेपारींकर से दंडीदार। फलरे समस्त माल आमदानी रप्तानी तांको हातबाट देई जाउथिला। धुआंपत्र व्यवसाय नुहे। सेथिपाई गाल्पिक कहिछंती घोड़ाचढ़ा महाजन कथापदरे घास काटे घासकटा घोड़ा चढ़े। चिन्नरा दंडीदार न धरी लोके धुआंपत्र किणिबाकु भरसंती नाही। बलराम बळे जणे चिन्नरा पाई ओडिसारे नाम डाक। महाजन बलराम बळ थरे निज घर जाजपुरकु जाई गानर छेउंड पिला गोपाळकु सांगरे नेई आसिथिले। मात्र गोपाळ निजर बुद्धि कर्मनिष्ठा और साधुता पाई बळंकर प्रिय होई जाइथिला। गोपाळ रोषेई काम करिबा सहित धुआंपत्र व्यवसाय रे महाजनंकु साहाय्य करुथिला। थरे गोपाळ संधान करी बुझिला माल तांको पाखकु आसिला बेळकु तीनि जागा लाभ रही जाउथिला। गोपाळ बाबूंकठारु स्वीकृति पाई सड़खे सड़खे ठिकणा जागाकु चालीगला। मझिरे आउ काहार सहायता न नेई से सीधा चाषींको पाखरे पहुंचिला और चाषींकठारु सौदा कला। 2 वर्ष एहिपरि काम करिबारु पूर्वठारु 2 गुण लाभ हेला। फलरे महापात्रे एबे बळंकर चाकर न होई लाभरे 4 अणा अंशीभागी। कथाशिल्पी फकीरमोहन महाजन बलराम बळंकर धुआंपत्र व्यवसाय किपरि क्रमशः उन्नति करिथिला ताहा उल्लेख करिसंती। 2 सभ्य जमीदार गल्प आधाररे गोपाळर चरित्र चित्रण कर। आधुनिक ओडिया कथा साहित्यर जनक व्यासकवि फकीरमोहन सेनापति। से समाजर विभिन्न दिगकु नेई गल्प रचना करिसंती कारण समाज संस्कार तांको गल्प रचनार मूल उद्देश्य। से मध्य कंचित चरित्र माध्यमरे समाजकु दर्शन देबाकु चेष्टा करिथा अंति। आलोच्य गल्प सभ्य जमीदार रे गोपाळकु एक सरल और आदर्श चरित्र भावे वर्णना करिसंती। गल्पर आरंभरे गोपाळ महाजन बलराम बळंक दयारे कलिकतारे पहुंचिछि। सेठी केवल खाइपी रहिबा पाई जाइथिले भी से निजर साधु स्वभाव और कर्मप्रवणता पाई जणे प्रतिष्ठित व्यक्ति पाल्टी जाइछि। सरल स्वभाव पाई से आकबरी मोहर पाई मध्य सेथिरे लोभ करि नाही। बरन महाजनंकु ताहा धराई देई जणे आदरर मनीष पाल्टी जाइछि। जेउ समयरे महाजन रोषेया बिना हैरान होइछंती सेतेबेले से रोषेई करी महाजनंकर प्रियपात्र होइछि। कम समयरे बाबूंको मन जानी रोषेई करिदेबा बिड़िया भांगिबा बिछना पारिबा सबु कामकु हातकु नेई से विश्वासी मनीष पाल्टी जाइछि। जाहाफଳରେ महाजन गोपाळकु बाबू भावरे परिचित कराइछंती। व्यवसाय कामरे मध्य गोपाळ बेस सच्चोट एवं परिश्रमी। से काहाकु ठकिबाकु चेष्टा करे नाही किंबा ठकी हुए नाही। रोषेई सांगकु व्यवसाय देखु देखु से पोखत व्यवसायी पाल्टी जाइछि। अनुमान करी जानी पारिछि गोदामरु माल आनी व्यवसाय करिबा अपेक्षा चाषींकठारु माल आनी बिकिबा भल। तेणु से महाजनंकठारु अनुमति नेई चाषीमानंकठारु माल खरीद करी व्यवसाय करिछि। फलरे आग अपेक्षा व्यवसाय रे अधो लाभ होइछि। महाजनंक दृष्टिरे गोपाळ हेउछि सच्चा मनीष। सेथपाई से ता पाई सबु व्यवस्था करि देइछंती। मात्र गोपाळर कौनसिथिरे मन नथाए। गाल्पिक एहाकु वर्णना करी लेखुछंती गोपाळर बड़लोकी चालीचलन नाही दिनराती कामरे लागिथिले आनंद। गदीर सबु मामलत तहबिल चाबी महापात्रंक हातरे। एथिरे कर्म प्रवणता मनीषकु किपरि छोटरु बड़ करिथाए ताहागे 5 चरित्र माध्यमरे देख इच्छंती। एतेगुड़िए सुगुणर अधिकारी हेले भी से निजर पारिवारिक जीवनरे सफल मनीष होई पारि नाही। पिता हिसाबरे पुत्र राजीव लोचनंक प्रति यथार्थ नजर रख पारि नाही। सेही सुजोगरे पुओ राजीव अमनीष होई जाइछि। से पुओकु पाठ पढ़िबा पाई सबु व्यवस्था करिदेले भी ताहाकु ठीक रूपे नियंत्रण करि पारि नाहांती। फलरे तांको परे पुओ राजीवर घटिछि दारुण विपर्यय। मोट उपरे कथाकार गोपाळ चरित्र माध्यमरे सच्चा मनीष जीवनरे किपरि उन्नति करिपारे ताहा देखाइबाकु चेष्टा करिसंती। 3 पठित गल्प अवलंबनरे राजीवलोचनंक उत्थान और पतनर चित्र दियो। चरित्र माने ही कथाशिल्पीर मानस संतान। कथाशिल्पी जहा कहिबाकु चाहे जहा दर्शन देबाकु चाहे ताहा से चरित्र माध्यमरे ही परिप्रकाश करे। सुतरां चरित्र माने ही कथाशिल्पीर बारभाव। पुनश्च आधुनिक ओडिया साहित्यर कथाकार व्यासकवि फकीरमोहन सेनापति जणे समाज सचेतन कथाशिल्पी। समाजर प्रत्येक दिग और दोष त्रुटिकु से तांकर कथित चरित्र माध्यमरे ही प्रकाश करंती। तांकर चरित्र माने होई जाइथा अंति गोटिए गोटिए प्रतीक। आलोच्य गल्प सभ्य जमीदार
ରେ କଥାକାର ତତ୍କାଳୀନ ଇଂରେଜ ଶିକ୍ଷିତ ଓ ନୂଆ ହୋଇ ଜମିଦାରୀ ଗ୍ରହଣ କରିଥିବା ବ୍ୟକ୍ତିମାନେ କିପରି ସ୍ୱେଚ୍ଛାଚାରୀ, ସଂସ୍କାର ନାମରେ କୁସଂସ୍କାରୀ, ମଦ୍ୟପ ହୋଇ ନିଜର କରୁଣ ପରିଣତିର କାରଣ ହୋଇଥିଲେ, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ରାଜବିଲୋଚନ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ ଭଳି ପିଲାଦିନରୁ ଥିଲେ ସ୍ୱେଚ୍ଛାଚାରୀ। ଧନୀ ଘରର ପିଲା, ଜମିଦାରର ପୁଅ ହିସାବରେ ନିହାତି ଦୁଷ୍ଟ ସ୍ୱଭାବର ଥିଲେ। ତେଣୁ ଗ୍ରାମରେ ପାଠ ବା ଅବଧାନ କୌଣସି ପ୍ରକାର ନିଜ ପାଖରୁ ବିଦା କରିଦେବାର ଯୋଜନା କରିଛି। ରାଜୀବଲୋଚନ ସବୁ ପାଠ ସାରିଦେଲାଣି ଏବଂ ତାକୁ ନେଇ ଯିବା ପାଇଁ କହିବା ମୂଳରେ ରହିଛି ପ୍ରଚ୍ଛନ୍ନ ଉଦ୍ଦେଶ୍ୟ। ମାତ୍ର ରାଜୀବଙ୍କ ମା, ଅର୍ଥାତ୍ ମା ସାନ୍ତାଣୀ ରାଜୀବଙ୍କ ସ୍ୱଭାବକୁ ଠିକ୍ ଅନୁମାନ କରି ନେଇଥିଲେ। ତେଣୁ ସେ ସ୍ୱାମୀଙ୍କୁ କହିଥିଲେ, ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ। ତାକୁ ସାଙ୍ଗରେ ଘେନିଯାଅ। ରାଜୀବର ବାପା ଗୋପାଳବାବୁ ଥିଲେ ସରଳ ମଣିଷ, କର୍ମୀ ମଣିଷ। ତାଙ୍କ ସରଳତାର ସୁଯୋଗ ନେଇ ରାଜୀବ ଇଂରାଜୀ ପାଠପଢ଼ା ନାଁରେ ସ୍ୱେଚ୍ଛାଚାରୀ ସ୍ୱଭାବ ପରିପ୍ରକାଶ କରିଛି। ପାଠପଢ଼ାକୁ ପଛରେ ପକାଇ ସଭାସମିତି, ଥୁଟର, କୁସ୍ଥାନ ଓ ସୁସ୍ଥାନ ଗମନରେ ପକ୍କା ହୋଇଯାଇଛି। ଦୁଇଟି ସଭାର ସମ୍ପାଦକ ହୋଇ କେବଳ ଅର୍ଥ ଶ୍ରାଦ୍ଧ କରିଛି ସିନା କିଛି ଲାଭ ହୋଇନାହିଁ। ଏପରିକି ବାପାଙ୍କ ମୃତ୍ୟୁ ପରେ ମଧ୍ୟ ତାର ଚେତନା ଉଦୟ ହୋଇନାହିଁ। ବାପାଙ୍କୁ ଶୁଦ୍ଧି ନ ହୋଇ ବ୍ରାହ୍ମଣ ଡାକି ଶୁଦ୍ଧି ହେବାକୁ କୁସଂସ୍କାର ବୋଲି କହିଛି। ମହାଜନ ବଳବାବୁ ରାଜୀବଙ୍କୁ ପିତାଙ୍କ କାମରେ ଲଗାଇବାକୁ ଚାହିଁଲେ ମଧ୍ୟ ସେ ଗଦିରେ ବସି ବ୍ୟବସାୟ ବୁଝିବାକୁ ଚାହିଁନାହିଁ। ନିଜ ଗାଁକୁ ଆସି ଗୁଡ଼ାଏ ବେକାରିଆ ଯୁବକମାନଙ୍କୁ ସାଙ୍ଗରେ ଧରି ସଭାସମିତି ନାମରେ ମଦ୍ୟ ମାଂସକୁ ନିଜ ଜୀବନର ସାଥୀ କରିନେଇଛି। ପୁନଶ୍ଚ ସେ ନିଜର ମା ଓ ବିଶ୍ୱାସୀ ପାଞ୍ଜିଆଙ୍କ କଥାକୁ ନ ମାନି କଲିକତାରେ ବିବାହ ହେବାକୁ ଯାଇଛି। ଜମିଦାରୀକୁ ବନ୍ଧକ ଦେଇ ଅର୍ଥଶ୍ରାଦ୍ଧ କରି ଜଣେ ଅଜ୍ଞାତ କୁଳଶୀଳା ନାରୀକୁ ବିବାହ କରି ଜୀବନର ଚରମ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି। ଜମିଦାରୀ ନ ବୁଝି ଚୋର ଖଣ୍ଟଙ୍କ ହାତରେ ଦାୟିତ୍ୱ ଦେଇ ନିଜର ସର୍ବନାଶ କରିଛି। ଶେଷରେ ହାତରୁ ଜମିଦାରୀ ସାଙ୍ଗକୁ ସମସ୍ତ ଧନ ସମ୍ପଭି ଯାଇଛି। ଉପାୟ ଶୂନ୍ୟ ହୋଇ ଜମିଦାରୀ ହରାଇ ଆସାମର ଚା ବଗିଚାରେ ଖାନସମା କାମକୁ ଆଦିରି ନେଇଛି। ଏଥିରେ ଗାଳ୍ପିକ ନବ୍ୟଶିକ୍ଷିତମାନେ କିପରି ଶିକ୍ଷା ନାମରେ ନିଜର କରୁଣ ପରିଣତିର କାରଣ ହୋଇଛନ୍ତି ସୁନ୍ଦର ଭାବରେ ଦର୍ଶାଇଛନ୍ତି। 4. ସଭ୍ୟ ଜମିଦାର ଗଳ୍ପରୁ ହରିବୋଲ ବାବୁଙ୍କ ଚରିତ୍ର ଚିତ୍ରଣ କର। କଥା ସମ୍ରାଟ ଫକୀରମୋହନ ସେନାପତି ସମାଜ ଜୀବନର ଯଥାର୍ଥ ରୂପକାର। ତାଙ୍କର ଗଳ୍ପ ଓ ଉପନ୍ୟାସ ହେଉଛି ଚରିତ୍ରର ଚିତ୍ରଶାଳା। ସେ ସମାଜର ବିଭିନ୍ନ ଶ୍ରେଣୀର ଚରିତ୍ରଙ୍କୁ ଖୁବ୍ ନିକଟରୁ ଦେଖୁଛନ୍ତି ଏବଂ ସେମାନଙ୍କୁ ଗଳ୍ପରେ ପ୍ରତିନିଧ ଶ୍ରେଣୀୟ ଚରିତ୍ର ଭାବେ ଉପସ୍ଥାପନ କରିଛନ୍ତି। ଆଲୋଚ୍ୟ ଗଳ୍ପ ସଭ୍ୟ ଜମିଦାର ରେ ହରିବୋଲ ବାବୁଙ୍କ ଭଳି ସ୍ୱାର୍ଥାନ୍ୱେଷୀ କୁଟିଳ ଚରିତ୍ରର ସଂଯୋଜନା କରାଇ ସଭ୍ୟ ଜମିଦାର ରାଜୀବଲୋଚନ ମହାପାତ୍ରଙ୍କୁ ସର୍ବସ୍ୱାନ୍ତ କରିବାର ପଥ ପରିଷ୍କାର କରାଇଛନ୍ତି। ରାଜୀବଲୋଚନ ଯେତେବେଳେ ଗାଁକୁ ନୂଆ ଜମିଦାର ଭାବରେ ଫେରିଛନ୍ତି ସେତେବେଳେ ସେ ଖୋଜିଛନ୍ତି ଗ୍ରାମରେ ଶିକ୍ଷିତ କୁସଂସ୍କାରବର୍ଜିତ ଲୋକ ଅଛନ୍ତି କି ନାହିଁ। ସେହି ସମୟରେ ତାଙ୍କ ପାଖରେ ପହଞ୍ଚିଛନ୍ତି ହରିବୋଲ ପଟ୍ଟନାୟକ। ବାବୁଙ୍କ କଥାରେ କଥା ମିଳାଇ ବାବୁଙ୍କ କଥାକୁ ତାରିଫ କରି ହରିବୋଲ ତାଙ୍କର ଦୃଷ୍ଟି ଆକର୍ଷଣ କରିଛି। ଫଳରେ ଜମିଦାର ବାବୁ ଭାରି ଖୁସି ହୋଇ ହରିବୋଲଙ୍କର ପରିଚୟ ପଚାରିଛନ୍ତି। ହରିବୋଲଙ୍କ ଘର ସେହି ଗାଁରେ ଏବଂ ସେ ଇଂରାଜୀରେ ମାଇନର ପାସ କରିଛି। ପୂର୍ବରୁ ସେ ବିଦୁପୁର ପୋଷ୍ଟରେ ସବ୍ ପୋଷ୍ଟମାଷ୍ଟର ଥିଲେ। ହରିବୋଲ କହନ୍ତି ଅନ୍ୟାନ୍ୟ କର୍ମଚାରୀ ଅର୍ଥାତ୍ ପିଅନମାନେ ବଡ଼ ଚୋର ଓ ଅଯୋଗ୍ୟ ଲୋକ ଥିଲେ। ସେ ସେମାନଙ୍କୁ ଶାସନ କରିବାରୁ ସେମାନେ ସରକାରୀ ତହବିଲର ଟ1624 ଚୋରି କରି ତାଙ୍କ ନାମରେ ଗଡ଼ାଇଦେଲେ। ଯାହାଫଳରେ ସେ କଟକରେ 6 ମାସ ଅଟକି ରହିଲେ ଏବଂ ପରେ ନିଘୋଷ ବୋଲି ଛାଡ଼ି ଦେଇଥିଲେ। ଏଥିରୁ ସ୍ପଷ୍ଟ ହୁଏ ଯେ ସରକାରୀ ଅର୍ଥ ତୋଷରପାତ କରି ଜେଲ୍ ଯାଇଥିଲେ ହରିବୋଲ ବାବୁ। ଜମିଦାରଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରି ସେ ଯୋଗ୍ୟ ଲୋକ ଭାବରେ ଜ୍ଞାନବର୍ଷିଣୀ ଓ ସ୍ତ୍ରୀ ସ୍ୱାଧୀନତା ବିବର୍ଷିଣୀ ସଭାର ସମ୍ପାଦକ ହୋଇଥିଲେ। ପ୍ରତିଦିନ ସଭା ଶେଷରେ ସେ କଚେରୀ ଘରେ ଭୋଜନ ଓ ପାନ କରି ବେଶ୍ ଖୁସିରେ ସମୟ କଟାଇଲେ। ଟଙ୍କା ପାଇଁ ପୁରୁଣା ଛାମୁକରଣ ଅଶାନ୍ତି ହେବାରୁ ଜମିଦାରଙ୍କ ନିର୍ଦ୍ଦେଶରେ ସେ ହୋଇଗଲେ ଜମିଦାରୀ ବୁଝାସୁଝା କରିବାର ଲୋକ। ତାଙ୍କରି ପାଇଁ ଜମିଦାରୀର ସ୍ଥିତି ତଳକୁ ତଳକୁ ଗଲା। ଜମିଦାରଙ୍କ ବିବାହ କାର୍ଯ୍ୟରେ ହରିବୋଲ କିପରି ପଇସା ମାରିନେଇଥିଲେ ତାହାର ସୂଚନା ଦେଇ କଥାକାର ଲେଖୁଛନ୍ତି କରଜ 10,000 ଟଙ୍କାରୁ କାହିଁରେ କେତେ ଟଙ୍କା ଖରଚ ହେଲା ଆମ୍ଭେମାନେ ସେଥିରେ ହିସାବ ଦେଇପାରିବୁ ନାହିଁ କାରଣରେ କିଛି ଲେଖାଲେଖୁ ନାହିଁ। ମ୍ୟାନେଜର ହରିବୋଲ ବାବୁଙ୍କ ହାତରେ ତହବିଲ ନାନା କାର୍ଯ୍ୟରେ ବ୍ୟସ୍ତ ଏବଂ ଜମିଦାରଙ୍କ ସ୍ୱାସ୍ଥ୍ୟ ନିମନ୍ତେ ସଭ୍ୟ ଦେଶ ନିୟମାନୁସାରେ ପାନର ମାତ୍ରା କିଛି ବଳି ପଡ଼ିବାରୁ ଖର୍ଚ୍ଚ ଟଙ୍କାର ହିସାବ ରଖିବାକୁ ବେଳ ନାହିଁ। ଏଥିରୁ ସ୍ପଷ୍ଟ ହୁଏ ଯେ ଜମିଦାରଙ୍କ ବିପର୍ଯ୍ୟୟର ଅନ୍ୟତମ ଖଳ ଚରିତ୍ର ହେଉଛି ହରିବୋଲ। ମୋଟ ଉପରେ କଥାକାର ସେନାପତି ହରିବୋଲ ବାବୁଙ୍କ ଚରିତ୍ର ସଂଯୋଜିତ କରି ସଭ୍ୟ ଜମିଦାରଙ୍କର ଅବନତି କରାଇଛନ୍ତି ଯାହାକି ସ୍ୱାଭାବିକ ମନେ ହୋଇଛି। 5. ନୂଆ ଜମିଦାରଙ୍କ ବିବାହ ସମ୍ପର୍କରେ ନ କୁହାଯାଇଛି ଉଲ୍ଲେଖ କର। ଆଧୁନିକ ଓଡ଼ିଆ କଥାସାହିତ୍ୟର ଜନକ କଥା ସମ୍ରାଟ ଫକୀରମୋହନ ସେନାପତି। ସେ ସମାଜର ପ୍ରତ୍ୟେକ ସ୍ଥାନରୁ ଚରିତ୍ର ସଂଗ୍ରହ କରିଛନ୍ତି। ପ୍ରତ୍ୟେକ ଘଟଣାକୁ ଯଥାୟଥ ଚିତ୍ରଣ କରି ସମାଜରେ କିଛିଟା ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି। ସେ ସମୟରେ ନୂତନ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତିମାନେ ନିଜର ପରମ୍ପରା ଓ ସଂସ୍କୃତିକୁ ଏକାବେଳକେ ବଦଳାଇ ଦେବାକୁ ଚେଷ୍ଟା କରିଥିଲେ।
ପାରମ୍ପରିକତାକୁ କୁସଂସ୍କାର ବୋଲି ଆକ୍ଷେପ କରୁଥିଲେ। ହେଉଛନ୍ତି ନୂଆ ଜମିଦାର ରାଜୀବଲୋଚନ ମହାପାତ୍ର। ସେ ନିଜର ବିବାହ ପାଇଁ ଆଧୁନିକ ଶିକ୍ଷିତା କନ୍ୟା ଖୋଜିଛନ୍ତି ଏବଂ ଏକ ଅଜ୍ଞାତ କୁଳଶୀଳା କନ୍ୟାକୁ ବିବାହ କରି ଜୀବନର ସର୍ବସ୍ୱ ହରାଇଛନ୍ତି। ନୂଆ ଜମିଦାରଙ୍କ ଦେଶୀ କନ୍ୟା ପସନ୍ଦ ନୁହେଁ। ତାଙ୍କ ଦୃଷ୍ଟିରେ ଦେଶୀ କନ୍ୟାଗୁଡ଼ିକ ଅଶିକ୍ଷିତା, କୁସଂସ୍କାର ଓ ଅସଭ୍ୟତାରେ ବୁଡ଼ି ରହିଛନ୍ତି। ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧା ଲଙ୍ଗଳା ହୋଇଥାନ୍ତି। ମୁହଁ ଢାଙ୍କି ମୂଷା ପରି ବରଯାତ୍ରୀ କିଏ କିଏ ଯିବେ, କି ରୋଶନୀ କେତେ ତୟାର ହେବ ପଚାରିଥିଲେ। ବାବୁ ଏଥିରେ ଠୋ ଠୋ ହସି କହିଥିଲେ, କୁସଂସ୍କାର! ତୁମେ ତ ଇଂରାଜୀ ଜାଣନା, ଦେଖ ବି ନାହଁ, ସଭ୍ୟ ବିବାହ କଥା କିପରି ଜାଣିବ? ସେ ମଧ୍ୟ ପଟ୍ଟନାୟକଙ୍କର କୌଣସି କଥା ନ ଶୁଣି ବରଂ କହିଥିଲେ, ବିହାର ବିବାହ ବ୍ୟୟ ସଂକ୍ଷେପଣୀ ସଭାକୁ ଇଂରାଜୀ ଅଫିସିଆଲ ଚିଠି ଯାଇଛି। ସେଠାରୁ ଯେପରି ବ୍ୟବସ୍ଥା ଆସିବ, ସେହିପରି ବିବାହ ହେବ। ସଭାର ସଭ୍ୟମାନଙ୍କୁ ଧରି ଜମିଦାର ବାବୁ କଲିକତା ଗଲେ ବିବାହ କରିବା ପାଇଁ। ଖଦିରପୁର ଗାର୍ଡନରିଚରେ ଗୋଟାଏ ବଡ଼ ଦୋତାଲା କୋଠା ନିଆଯାଇଥିଲା। ଘରେ ଝାଡ଼ ଲଣ୍ଡନ ଦେବାଲଗିରି 100 ଖଣ୍ଡ ଦିନ ଆଲୁଅ ପରି ଜଳିଥିଲା। ତଳେ ଗାଲିଚା ବିଛଣା ସାଙ୍ଗକୁ ରାତିରେ ଖେମଡ଼ା ନାଚ ଚାଲିଥିଲା। ଏସବୁ ଆୟୋଜନ ଦେଖ ଆଖପାଖ ବଜାର ଲୋକ ଜାଣିଲେ, ଓଡ଼ିଶାର ଗୋଟିଏ ରାଜାପୁଅର ବିଭାଘର। କନ୍ୟା ନିର୍ଣ୍ଣୟ ହେଲା। କନ୍ୟାର ନାମ ନୟନତାରା ଦୁଃଖପାସୋରା ଥିଲା। ବାବୁଙ୍କ ଦୃଷ୍ଟିରେ କନ୍ୟାଟି ସୁନ୍ଦରୀ, ସଭ୍ୟା, ସ୍ୱାଧୀନା, ଶିକ୍ଷିତା। ଜମିଦାର ବାବୁ ବିମୋହିତ ହୋଇଥିଲେ। ମନେକଲେ, ସ୍ୱର୍ଗରୁ ଦେବକନ୍ୟାଟିଏ ଓହ୍ଲାଇ ଆସିଛି। ବିବାହ ପାଇଁ ଟଙ୍କା ଅଭାବ ପଡ଼ିବାରୁ ସେ 10,000 ଟଙ୍କାରେ ଜମିଦାରୀ ବନ୍ଧା ପକାଇରେ ବିବାହ କଲେ। ପୂର୍ବ ସଭାର ସଭ୍ୟମାନଙ୍କ ସହିତ ଖିଦିରପୁର ବଜାରର ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନାନା ପ୍ରକାର ମିଷ୍ଟାନ୍ନ, ନାନା ପ୍ରକାର ପେୟ, ଆସନ, ଦାନ୍ତଖୁଣ୍ଟା ପର୍ଯ୍ୟନ୍ତ ଠିକାଦାର ଯୋଗାଇ ଦେଇଥିଲା। 3 ଦିନ ଯାଏ ନାଚ ତାମସା ପିଆର ଖୁବରେ ବିବାହ ଶେଷ ହୋଇଥିଲା। କଥାକାର ସଭ୍ୟ ଜମିଦାରଙ୍କ ବିବାହକୁ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରିଛନ୍ତି। 6. ନୟନତାରା ଦୁଃଖପାସୋରାଙ୍କ ଭୂମିକା। ସଭ୍ୟ ଜମିଦାର ଗଳ୍ପଟିକୁ କିପରି ବ୍ୟଙ୍ଗାତ୍ମକ କରିପାରିଛି ଉଲ୍ଲେଖ କର। ବ୍ୟାସକବି ଫକୀରମୋହନ ସେନାପତି ଆଧୁନିକ କ୍ଷୁଦ୍ରଗଳ୍ପର ଆଦ୍ୟ ସ୍ରଷ୍ଟା। ସେ ଗଳ୍ପ ସୃଷ୍ଟିରେ ହାସ୍ୟ ଓ ବ୍ୟଙ୍ଗାତ୍ମକ ଶୈଳୀ ଉପରେ ହିଁ ଗୁରୁତ୍ୱ ଦେଇଥାନ୍ତି। କାରଣ ସୁସ୍ଥ ସମାଜ ଗଠନ ତାଙ୍କ ଗଳ୍ପ ସୃଷ୍ଟିର ମୂଳ ଲକ୍ଷ୍ୟ। ସୁତରାଂ ସମାଜରେ ବା ସ୍ୱେଚ୍ଛାଚାରୀ ଭାବକୁ ସେ ବ୍ୟଙ୍ଗ କରି ତାହାର ନିରାକରଣ ପାଇଁ ଅପେକ୍ଷା ରଖୁଛନ୍ତି। ସଭ୍ୟ ଜମିଦାରଙ୍କର ସୀତା ପତ୍ନୀ ନୟନତାରା ଦୁଃଖପାସୋରା। ଜମିଦାରଙ୍କ ଦୃଷ୍ଟିରେ ସେ ସୁନ୍ଦରୀ, ସଭ୍ୟା, ସ୍ୱାଧୀନା ଓ ଶିକ୍ଷିତା, ଯାହାକୁ ଦେଖୁ ସେ ବିମୋହିତ ହୋଇଛନ୍ତି। ମନେ କରିଛନ୍ତି, ସୁନ୍ଦରୀ ଦେବକନ୍ୟାଟିଏ ଓହ୍ଲାଇ ଆସିଛି। ମାତ୍ର ଏହି କନ୍ୟା ପାଇଁ ଜମିଦାର ଜୀବନର ସମ୍ବଳ ଜମିଦାରୀକୁ ବନ୍ଧକ ପକାଇଛନ୍ତି ଓ ବିପର୍ଯ୍ୟୟର ପାହାଚରେ ପହଞ୍ଚିଯାଇଛନ୍ତି। ନୟନତାରା ଦୁଃଖପାସୋରାର ବଂଶ ସମ୍ପର୍କରେ କଥାକାର ଲେଖୁଛନ୍ତି, କନ୍ୟାର ଜାତି କୁଳ ଘର ବିଷୟ କେହି ସନ୍ଧାନ କରି କିଛି ଠିକଣା ପାଇଲେ ନାହିଁ। ତାହାପରେ କଥାକାର କନ୍ୟାର ବଂଶ ସମ୍ପର୍କରେ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ନିହାତି ବ୍ୟଙ୍ଗାତ୍ମକ। ପୁନଶ୍ଚ ବହୁଦିନ ପରେ ଅନୁସନ୍ଧାନରୁ ଜଣାପଡ଼ିଲା ମକ୍ରା ମଳିକ ଯେ କି ଖାନସମା ହୋଇ କୁଲିଆଣୀକୁ ବିବାହ କରିଛି, ତାହାରି ଝିଅ ହେଉଛି ଜମିଦାରଙ୍କ କନ୍ୟା। ମା ନାମ ଦେଲେ ନୟନତାରା, ବାପା ଡାକିଲେ ଦୁଃଖପାସୋରା। ଶେଷରେ ନାମ ହେଲା ନୟନତାରା ଦୁଃଖପାସୋରା। ସେ ଅଟେନ୍ ବାଳିକା ସ୍କୁଲରେ ପାଠ ପଢ଼ି ନିଜକୁ ଖୁବ୍ ସ୍ୱାଧୀନା ମନେକରେ, ତେଣୁ ସେ ପୁରୁଷଗୁଡ଼ାଙ୍କୁ ଖାତିର କରେ ନାହିଁ। ବିବାହ ପରେ ସେ ସ୍ୱାମୀ ସହିତ ଓଆସକୁ ଫେରିଲେ। ବରକନ୍ୟାଙ୍କୁ ବନ୍ଦାପନା କରିବାକୁ ପୋଇଲି ଗ୍ରାମର ଝିଅବୋହୂ ନୂଆକୁଲାରେ ଚାଉଳ, ଦୁବ, ବରକୋଳିପତ୍ର ସହିତ ଘିଅଦୀପ ଥୋଇ ଆସିଲେ। ଶଙ୍ଖ ହୁଳହୁଳି ଶବ୍ଦ ଶୁଣି ଜମିଦାର କୁସଂସ୍କାର, ଅସଭ୍ୟତା କହିଲାବେଳେ ସ୍ୱାମୀଙ୍କ ଦେଖାଦେଖ, ଏହା ନିତାନ୍ତ ବଡ଼ କୁସଂସ୍କାର, ଏହା ଅସଭ୍ୟତା, କହି କନ୍ୟା ଠୋ ଠୋ କରି ହସି ଉଠିଲେ। ଗାଁ ଭୁଆସୁଣୀଗୁଡ଼ାକ ଏସବୁ ଦେଖ ଶୁଣି ଛାନିଆରେ ଡରରେ ଅଗଣାରେ କୁଲାଟା ତଳେ ଥୋଇଦେଇ ଯେ ଯାହା ଘରକୁ ପଳାଇ ଯାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବୋହୂ ନୟନତାରା ଶାଶୁଙ୍କୁ ଦେଖା କରିବାକୁ ଠାକୁର ମନ୍ଦିରକୁ ଜୋତା ପିନ୍ଧି ଯାଇଥିଲେ। ଗାଳ୍ପିକଙ୍କ ଭାଷାରେ ବୋହୂଟିକିଏ ହସି ହସି ଓ ଆମ୍ଭର ପ୍ରିୟ ଶାଶୁ। ନମସ୍କାର ନମସ୍କାର କେମନ୍ତ କର ଆପଣ କର, କହି ହାତ ବଢ଼ାଇ ଯେମନ୍ତେ ଶାଶୁ ପାଖକୁ ଚାଲିଗଲେ। ବୁଢ଼ୀ ତ ଛୁ ନା, ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରି ଦିଅରେ, ବାହାର କରି ଦିଅରେ ବୋଲି ରଡ଼ି ଛାଡ଼ିଲେ। ସେହିପରି ଜମିଦାର ସ୍ତ୍ରୀଙ୍କ ହାତ ଧରି ଭାରି ଖପା ହେଲେ। କହିଲେ, ଅସଭ୍ୟତା, ମୂର୍ଖତା, ଭାରି କୁସଂସ୍କାର। ଓହୋ, ଲେଡ଼ିକୁ ଇନସଲ୍ଟ। ଜମିଦାରଙ୍କ ସ୍ତ୍ରୀଙ୍କୁ କେହି ମା, ସାନ୍ତାଣୀ ବୋଲି କହିଲେ ଜମିଦାରବାକୁ ଖପା ହୋଇ ଯାଉଥିଲେ। କହୁଥିଲେ, ମିସେସ୍ ମହାପାତ୍ର ଡାକିବାକୁ। ମାତ୍ର ପୋଇଲିମାନେ ଓ ମୂର୍ଖ ଚାକରମାନେ ଡାକି ପାରୁନଥିଲେ। ସେମାନଙ୍କ ମଧ୍ୟରୁ କେହି ମହାପାତ୍ର, କେହି ମିସ୍ତ୍ରୀ ମହାପାତ୍ର, କେହି ପିସ୍ ମହାପାତ୍ର କହୁଥିଲେ। ଏସବୁ ଡାକ ଶୁଣି ମିସେସ୍ ମହାପାତ୍ର ହସି ପକାଇ ବଡ଼ ଖୁସି ହେଉଥିଲେ। ମିସେସ୍ ମହାପାତ୍ର ସକାଳୁ ସକାଳୁ ଚା ଖାଇ ପୋଷାକ ପିନ୍ଧି ଓଆସ ଚୌପିଠି ବୁଲି ଆସୁଥିଲେ। ଦିନେ ସେ ବବୁର୍ଜୀ ଖାନା ତଦାରଖ କରିବାକୁ ଚାଲିଯାଇଥିଲେ। ଗାଳ୍ପିକ ଏହାକୁ ବର୍ଣ୍ଣନା କରି ଲେଖୁଛନ୍ତି, ତେତେବେଳେ ପୋଇଲି ପଦି ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡକରେ ଚୁଲି ଲିପୁଥିଲା। ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯେମିତି ମୁହଁ ବଙ୍କାଇ ପଛକୁ ଚାହିଁ ଦେଇଛି। ଭାରି ପାଟିଟାଏ କଲା, ଆଲୋ ମୋ ମା ଲୋ, ଆଲୋ ମୋ ବାପା ଲୋ। ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ, ହାଣ୍ଡିଶାଳ ମାରୁଗଲା ଲୋ। କନାଖଣ୍ଡକ ଫୋପାଡ଼ି ଦେଇ ଏକ ମୁହଁ ଧାଇଁ ପଳାଇଲା।
ମିସେସ୍ ମହାପାତ୍ର ୱା 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 କହି ଅନ୍ୟ ଆଡ଼କୁ ପଳାଇଲେ। ମୁହଁରେ ରୁମାଲ କାଢ଼ି ନଥିଲେ ହୁଏତ ସେ ବାନ୍ତି କରି ପକାଇଥା ଅନ୍ତେ ଏକାବେଳକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳି ହେବାରୁ ଟିକିଏ ସାଷ୍ଟମ ହେଲେ। ଗୁରୁଗୃହ ବୁବର୍ଜୀ ଖାନାରେ ଜଳା ହେଉଛି ଜାଣି ଜମିଦାର କହିଲେ, ସେ ଘରେ ରୋଷେଇ ହେଲେ ଲେଡିଙ୍କୁ ଖାନା ରୁଚିବ ନାହିଁ, ବାନ୍ତି କରି ପକାଇବେ। 4 ବୋତଲ ଫେନାଇଲ ଘରସାରା ଢଳାଗଲା। ଏହିପରି ବିଭିନ୍ନ ପ୍ରସଙ୍ଗରେ ନୟନତାରା ଦୁଃଖପାସୋରାଙ୍କ ଭୂମିକା ଗଳ୍ପଟିକୁ ବ୍ୟଙ୍ଗାତ୍ମକ କରିପାରିଛି। 7. ସଭ୍ୟ ଜମିଦାର ଗଳ୍ପ ଅବଲମ୍ବନରେ ମା ସାନ୍ତାଣୀଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ଦର୍ଶାଅ। କଥାଶିଳ୍ପୀ ଫକୀରମୋହନ ସେନାପତି ତାଙ୍କର ଗଳ୍ପରେ ସମାଜଚିତ୍ରକୁ ମୁଖ୍ୟ ଭାବରେ ଗ୍ରହଣ କରିଥିବାରୁ ସମାଜର ବିଭିନ୍ନ ଶ୍ରେଣୀର ଚରିତ୍ରକୁ ଗଳ୍ପମାନଙ୍କରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଆଲୋଚ୍ୟ ଗଳ୍ପ ସଭ୍ୟ ଜମିଦାର ରେ ମା ସାନ୍ତାଣୀ ଅର୍ଥାତ୍ ଜମିଦାର ଗୋପାଳ ମହାପାତ୍ରଙ୍କର ଧର୍ମପତ୍ନୀଙ୍କୁ ହିଁ ବୁଝାଇଥାଏ। ମା ସାନ୍ତାଣୀ ଥିଲେ ଧର୍ମପରାୟଣା କର୍ତ୍ତବ୍ୟପରାୟଣା ମହିଳା, ଯାହାଙ୍କୁ କି ଆଦର୍ଶ ସ୍ଥାନୀୟ ଚରିତ୍ର ଭାବରେ ଗ୍ରହଣ କରାଯାଇପାରେ। ମା ସାନ୍ତାଣୀ ସବୁବେଳେ ବିବାହ ଦିନଠାରୁ ଗାଁରେ ରହିଥାନ୍ତି। ତାଙ୍କ ସମ୍ବନ୍ଧରେ କଥାକାର ଲେଖୁଛନ୍ତି, କନ୍ୟାଟି ଯେମିତି ଦେଖିବାକୁ ତୌଡାଉଲ ସେମିତି ଗୁଣ। ସ୍ୱାମୀ କଲିକତାରେ ରହିଥିଲେ ବି ଅନୁପସ୍ଥିତିରେ ବିଶ୍ୱସ୍ତ ପାଞ୍ଜିଆକୁ ଧରି ଜମିଦାରୀ ଚଳାଇଥାନ୍ତି। ପୁଅ ରାଜୀବଲୋଚନ ବଡ଼ ହେଲା ପରେ ଦୁଷ୍ଟ ହେବାରୁ ସେ ସ୍ୱାମୀଙ୍କୁ ସବୁ ସତ କଥା କହିଦେଇଛନ୍ତି। ତାଙ୍କର ବିଶ୍ୱାସ ଥିଲା ପୁଅଗାଠାରୁ ଦୂରରେ ରହିଲେ ପାଠ ପଢ଼ି ଭଲ ମଣିଷ ହେବ। ସେଥିପାଇଁ ସେ ଜମିଦାରଙ୍କୁ କହିଛନ୍ତି, ରାଜୀବ ମୁଁ ବୋଲମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ, ତାକୁ ସାଙ୍ଗରେ ଘେନିଯାଅ। ଉପରୋକ୍ତ ବକ୍ତବ୍ୟରୁ ସାନ୍ତାଣୀଙ୍କର ସ୍ପଷ୍ଟ କଥା ଓ ଆଦର୍ଶ ମା'ର କର୍ତ୍ତବ୍ୟ ବୋଲି ଧରିନେବାକୁ ପଡ଼ିବ। ଧର୍ମପରାୟଣା ମହିଳା ଭାବରେ ସ୍ୱାମୀଙ୍କୁ ହରାଇଲା ପରେ ସେ ସାଂସାରିକ ସୁଖରେ କିମ୍ବା ସେ ସମ୍ବନ୍ଧରେ କିଛି କହିବାକୁ ଚାହୁଁନଥିଲେ। ଫଳରେ ପୁରୁଣା ବିଶ୍ୱାସୀ ପଟ୍ଟନାୟକଙ୍କଠାରୁ ସୂତ୍ର ରାଜୀବଲୋଚନଙ୍କ ଅଧୋଗତି ଜାଣିଲା ପରେ ମଧ୍ୟ ସେ ବ୍ୟସ୍ତ ହୋଇନାହାନ୍ତି। ବରଂ ବାସ୍ତବ କଥା କହିଛନ୍ତି, ନିଜେ ମୂର୍ଖ, କିଛି ବୁଝିବାର ନାହିଁ, ମୂଲକରେ ଚୋର ରୁଣ୍ଡ, ଟିକିଏ ଧର୍ମଭାବ ଭଲା ଥାଆନ୍ତା ଏହି ଘରେ ପୁଣି ମଦମାଂସ। ରାଧେକୃଷ୍ଣ ରାଧେକୃଷ୍ଣ। ପଟ୍ଟନାୟକେ ତୁମେ ଅଲଗା ହୋଇଯାଅ। ମା ସାନ୍ତାଣୀ ନିଜକୁ ଅଲଗା କରିନେଇଛନ୍ତି। ଓଆସରୁ ବାହାରିଯାଇ ମନ୍ଦିରରେ ରହିଛନ୍ତି। ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ ତାଙ୍କର ହୋଇଛି ଖାଦ୍ୟ। ପ୍ରତିଦିନ ସନ୍ଧ୍ୟାଠାରୁ ଅଧର ଟି.ଜ.ଏନ୍. ଭାଗବତ ପାଠ ହୁଏ। ମା ସାନ୍ତାଣୀ ଦିନଯାକ ଠାକୁର ଆଗରେ ବସି ମାଳି ଗଡ଼ାଉଥାନ୍ତି। ପୁଅ ବିବାହ କଲେ, ବୋହୂ ଆସିଲେ ହୁଏତ ତାଙ୍କ ଅସଜଡ଼ା ଘର ସଜାଡ଼ି ହୋଇଯିବ ବୋଲି ସେ ଆଶା କରିଥିଲେ। ମାତ୍ର ତାଙ୍କର ସେ ଆଶା ଆଶାରେ ହିଁ ରହିଯାଇଥିଲା। ପୁଅ ବୋହୂ ଆସିଥିଲେ ତାଙ୍କୁ ଦେଖା କରିବା ପାଇଁ। ବୋହୂର ବ୍ୟବହାରରେ ସେ ଅତିଷ୍ଠ ହୋଇପଡ଼ିଥିଲେ। ମନ୍ଦିରରେ ଜୋତାମାଡ଼ି ପଶିଥିବାରୁ କହିଥିଲେ, ଛୁ ନା, ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରିଦିଅରେ। ସେହି ମୁହୂର୍ତ୍ତରେ ମା ସାନ୍ତାଣୀ ପୋଇଲି ରାଧି ଆଉ ଗୋଟିଏ ପୁଟୁଳି ଧରି ଘରୁ ବାହାରି ଯାଇଥିଲେ ପୁରୀ। ପୁରୀର ମାତାମଠରେ ରହି ଅବଶିଷ୍ଟ ଜୀବନ କଟାଇ ଦେଇଥିଲେ। ବାସ୍ତବରେ ମା ସାନ୍ତାଣୀଙ୍କ ଚରିତ୍ର ବର୍ଣ୍ଣନା ବେଶ୍ ମନୋଜ୍ଞ ଓ ହୃଦୟସ୍ପର୍ଶୀ ହୋଇଛି। 8. ଏକ ବ୍ୟଙ୍ଗାତ୍ମକ ଗଳ୍ପ ଭାବରେ ସଭ୍ୟ ଜମିଦାର ଗଳ୍ପର ମୂଲ୍ୟାଙ୍କନ କର। ଓଡ଼ିଆ ଗଳ୍ପ ସାହିତ୍ୟର ଆଦିନିର୍ମାତା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପରଚନାର ବିଦ୍ୱ ସ୍ୱତନ୍ତ୍ର। ସେ ତାଙ୍କର ପ୍ରତ୍ୟେକଟି ଗଳ୍ପ ଓ ଉପନ୍ୟାସରେ ନିଜର ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି। ଆଲୋଚ୍ୟ ଗଳ୍ପ ସଭ୍ୟ ଜମିଦାର ଗଳ୍ପରେ ମଧ୍ୟ ଏହି ବ୍ୟଙ୍ଗାତ୍ମକ ଦୃଷ୍ଟି ସାର୍ଥକ ଭାବରେ ପ୍ରକାଶ ପାଇଛି। କଥାକାର ଆଧୁନିକ ଶିକ୍ଷାରେ ଶିକ୍ଷିତ ହୋଇ ନିଜକୁ ସଂସ୍କାରଶୀଳ ବୋଲାଉଥିବା ସଭ୍ୟ ଜମିଦାର, ତାଙ୍କର ପତ୍ନୀ ମିସେସ୍ ମହାପାତ୍ର ଏବଂ ଜମିଦାର ପୋଇଲିଆଦିଙ୍କୁ ଚଳଣି ଓ ଚିନ୍ତାକୁ ନେଇ ଯେଭଳି ହାସ୍ୟ ଓ ବ୍ୟଙ୍ଗ ପ୍ରକାଶ କରିଛନ୍ତି, ତାହା ସମାଜକୁ ଯଥାର୍ଥ ଦର୍ଶନ ଦେବାର ଅପେକ୍ଷା ରଖୁଥାଏ। କରେ ଅବଧାନଙ୍କ ସଙ୍ଗରେ ମଧ୍ୟ ଯୁକ୍ତିତର୍କ କରେ। ବଡ଼ଲୋକର ପୁଅ ବୋଲି କିଛି କହିପାରନ୍ତି ନାହିଁ। ତାହାକୁ କିପରି ବିଦା କରିବେ, ସେଥିପାଇଁ ସେ ଛଳନା କରି ଜମିଦାରଙ୍କୁ କହିଛନ୍ତି, ସାନବାବୁ ଖୁବ୍ ବୁଦ୍ଧିଆ, ଭାରି ପାଠୁଆ। ଖଡ଼ିପାଠ ପୋଥପାଠ ସବୁ ଛାଡ଼ିଲାଣି, ଆଉ ତାଙ୍କୁ ପଢ଼ାଇବାକୁ ପାଠ ନାହିଁ। ସେହିପରି କଲିକତାରେ ପାଠ ପଢ଼ିଲା ବେଳେ ରାଜୀବର ପାଠରେ ମନ ନଥାଏ, ବରଂ ବାପାଙ୍କୁ ଠକି ସ୍ୱେଚ୍ଛାଚାରୀ ଭାବେ ବୁଲୁଥାଏ। ତାହାର ପାଠ ସମ୍ପର୍କରେ ଗାଳ୍ପିକ ଲେଖୁଛନ୍ତି, ନା ବାପା ପାସ୍ ନ କଲେ ଇଂରାଜୀ ପାଠ ହୁଏ ନାହିଁ। ମହାପାତ୍ର ବି ଶୁଣିଥିଲେ, ଇଂରାଜୀରେ ଗୋଟିଏ ପାସ୍ ହୁଏ। କହିଲେ, ହନ୍ରେ, ସେ କଥା ମତେ ଜଣାଅଛି, ତୁ ବେଶୀ ବେଶୀ ପାସ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ। ବାପା ପୁଅ ଦୁହିଁଙ୍କ ମନ ଖୁସି। ବାପାଙ୍କ ମୃତ୍ୟୁ ପରେ ମହାଜନ ରାଜୀବକୁ ବାପାଙ୍କ କାମରେ ଲଗାଇଦେବାକୁ ଚାହିଁଥିଲେ। ମାତ୍ର ସଭାରେ ଆଲୋଚନା ହୋଇଥିଲା, ଯାହାର ଅଛି ଧନ ଜ୍ଞାନ ଅଧ ଚାକିର କଲେ ତା ଜୀବନ ବ୍ରକ ସ୍ୱୀକ। ସଭାରେ ଖୁବ୍ କରତାଳି ପଡ଼ିଲା। ରାଜୀବବାବୁଙ୍କ ମନରେ କଥାଟା ଲାଗଲା। ହରିବୋଲ ପଟ୍ଟନାୟକ ଅଧାପାଠୁଆ ହୋଇ ସରକାରୀରୁ ଚୋରି କରି ଯାଇ ଘରେ ରହିଥିଲେ ବି ସେ ନିଜର ପରିଚୟ ଯେପରି ଦେଇଛନ୍ତି ତାହା ନିତାନ୍ତ ବ୍ୟଙ୍ଗାତ୍ମକ। ନୂଆ ଜମିଦାର ଗାଁ କନ୍ୟାଙ୍କୁ ବିବାହ ନ କରିବେ ବୋଲି ସେମାନଙ୍କ ଦେଶୀକନ୍ୟାଗୁଡ଼ା ଅଶିକ୍ଷିତା, କୁସଂସ୍କାର ଅସଭ୍ୟତାରେ ବୁଡ଼ିଛନ୍ତି, ଲୁଗାଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ, ଅଧାଲଙ୍ଗଳା ହୋଇଥାନ୍ତି, ମୁହଁ ଢାଙ୍କି ମୂଷାପରି ଗାତରେ ଲୁଚିଥାନ୍ତି।
ଜମିଦାରଙ୍କ ବିବାହ ପରେ ବରକନ୍ୟାଙ୍କୁ ବନ୍ଦାପନା କରିବାକୁ ଆସିଥିବା ବହୁ ଭୁଆସୁଣୀଙ୍କ ଶଙ୍ଖ ହୁଳହୁଳି ଶୁଣି ଜମିଦାର ଭାରି ରାଗିଯାଇ କୁସଂସ୍କାର କୁସଂସ୍କାର ଅସଭ୍ୟତା କହି ଭାରି ଗୋଟାଏ ପାଟି କଲେ। ସ୍ୱାମୀଙ୍କ ଦେଖାଦେଖ କନ୍ୟା ମଧ୍ୟ ଏହା ନିତାନ୍ତ ବଡ଼ କୁସଂସ୍କାର ଅଛି, ଏହା ଅସଭ୍ୟତା କହି ଠୋ ଠୋ କରି ହସି ଉଠିଲେ। ଗାଁ ଭୁଆସୁଣୀଗୁଡ଼ାକ ଏସବୁ ଦେଖ ଶୁଣି ଛାନିଆରେ ଡରରେ ଅଗଣାରେ କୁଲାଟା ତଳେ ଥୋଇଦେଇ ଯେ ଯାହା ଘରକୁ ପଳାଇଗଲେ। ଶାଶୁ ବୋହୂଙ୍କର ପ୍ରଥମ ସାକ୍ଷାତରେ ମଧ୍ୟ ଗାଳ୍ପିକ ବ୍ୟଙ୍ଗାତ୍ମକ ପରିବେଶ ସୃଷ୍ଟି କରିଛନ୍ତି। ବୋହୂର ଗୋଡ଼ରେ ଲେଡ଼ିଜୋତା ଏଡ଼ିର ଠକ୍ ଶବ୍ଦ ଶୁଣି ଚମକି ପଡ଼ି ଠିଆ ହୋଇଗଲେ। ବୋହୂ ଟିକିଏ ହସି ହସି ଓ ଆମ୍ଭର ପ୍ରିୟ ଶାଶୁ, ନମସ୍କାର ନମସ୍କାର, କେମନ୍ତ କରି ଆପଣ କର କହି ହାତ ବଢ଼ାଇ ଯେମନ୍ତ ଶାଶୁ ପାଖକୁ ଚାଲିଗଲେ। ବୁଢ଼ୀ ତ ଛୁ ନା ଆରେ କିଏ ଅଛିରେ, ମନ୍ଦିର ଅପ୍ରତିଷ୍ଠା ହେଲାରେ, ବାହାର କରି ଦିଅରେ, ବାହାର କରି ଦିଅରେ ବୋଲି ରଡ଼ି ଛାଡ଼ିଲେ। ଜମିଦାର ବାବୁ ମିସେସ୍ ମହାପାତ୍ରଙ୍କ ହାତ ଧରି ଭିଡ଼ି ନେଲେ। ଭାରି ଖପାଟାଏ ହୋଇ କହିଲେ, ଅସଭ୍ୟତା ମୂର୍ଖତା ଭାରି କୁସଂସ୍କାର। ଓହୋ ଲେଡ଼ିକୁ। ଏହିପରି ବିଭିନ୍ନ ସ୍ଥାନରେ ବ୍ୟଙ୍ଗାତ୍ମକ ଉକ୍ତି ପ୍ରକାଶ ପାଇଛି। ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କଲେ ସଭ୍ୟ ଜମିଦାର ଗଳ୍ପ ଏକ ବ୍ୟଙ୍ଗାତ୍ମକ ଗଳ୍ପ। 9. ସଭ୍ୟ ଜମିଦାର ଗଳ୍ପରୁ ଇଂରାଜୀ ଶିକ୍ଷାର କୁପ୍ରଭାବ ଉପରେ ଆଲୋକପାତ କର। ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରଥମ ପର୍ଯ୍ୟାୟର ମୁଖ୍ୟ ପୁରୋଧା ଭାବରେ ଯୁଗସ୍ରଷ୍ଟା ଗାଳ୍ପିକ ଭାବରେ କଥାକାର ଫକୀରମୋହନ ସେନାପତି ଚିରସ୍ମରଣୀୟ। ସମାଜ ସଂସ୍କାର ଓ ହାସ୍ୟରସିକ ଭାବରେ ଜଣେ ସଫଳ ସ୍ରଷ୍ଟାର ଆସନ ନେଇ ସେ ଅଗଣିତ ପାଠକଙ୍କ ହୃଦୟରେ ଅଧିଷ୍ଠାନ କରିଛନ୍ତି। ଆଲୋଚ୍ୟ ସଭ୍ୟ ଜମିଦାର ଗଳ୍ପଟି ସଂସ୍କାରଧର୍ମୀ ଏବଂ ଏଥରେ ନବ୍ୟଶିକ୍ଷିତ ଯେଉଁମାନେ ଇଂରାଜୀ ଦୁଇ ଅକ୍ଷର ପଢ଼ୁଥିଲେ ସେମାନେ ନିଜକୁ ସମାଜରେ ବଡ଼ ମନେ କରୁଥିଲେ ବୋଲି ଦେଖାଇ ଦିଆଯାଇଛି। କୁସଂସ୍କାର ବଦଳାଇବାକୁ ଯାଇ ସେମାନେ ଅପସଂସ୍କାର କରୁଥିଲେ। କଥାକ ରସେନ ପତି ସଭ୍ୟ ଜମିଦାର ରାଜବେଲେ ଚନଙ୍କ ମାଧ୍ୟମରେ ଦେଖ ଇଛନ୍ତି। ସରଳ ପିତା ଗୋପାଳ ମହାପାତ୍ର ପୁତ୍ର ରାଜୀବଙ୍କୁ କାଟ୍ ଏଣ୍ଡ ଏକାଡେମୀରେ ନାମ ଲେଖାଇଦେଲେ। ପାଠ ପଢ଼ା ଚାଲିଛି ତ ଚାଲିଛି। ମାସକୁ ଥରେ ସ୍କୁଲ ଦରମା ଓ ବହିକିଣା ବ୍ୟତୀତ ବାପ ପୁଅଙ୍କର ଭେଟ ନଥାଏ। ଯେତେବେଳେ ଦରମା ଓ ବହିକିଣାର ଦାମ ବଢ଼ିଗଲା ସେତେବେଳେ ବାପା ପଚାରିବାରୁ ରାଜୀବ କୌଣସି ପ୍ରକାରେ ଭୁଲାଇ ଦେଇଥିଲା। ଇଂରାଜୀ ବା ସରଳ ବାପାମାନଙ୍କୁ ପିଲାମାନେ କିପରି ଠକି ଦେଉଥିଲେ ତାହାକୁ ସୁନ୍ଦର ଓ ବ୍ୟଙ୍ଗାତ୍ମକ ଭାବେ ଗାଳ୍ପିକ ପ୍ରକାଶ କରିଛନ୍ତି। ରାଜୀବଙ୍କର 4-5 ବର୍ଷ ପାଠପଢ଼ା ଭିତରେ ଇଂରାଜୀ ପଢ଼ା କେତେ ଦୂର ଗଲା ତାହା କାହାକୁ ଜଣାଗଲା ନାହିଁ। କାରଣ ସେ ପାଠ ପଢ଼ା ନାଁରେ ବହୁତ ସଭାସମିତିରେ ଉପସ୍ଥିତି ଥାଏଟର ଆଉ ସୁସ୍ଥାନ କୁସ୍ଥାନ ଭ୍ରମଣ ବିଷୟରେ ପକ୍କା ହୋଇଯାଇଥିଲେ। ସ୍ୱଦେଶର ଉନ୍ନତି ନାମରେ 2ଟି ସମିତି ଗଠନ କରିଥିଲେ। ସେହିସବୁ ସମିତିରେ ସେମାନେ ଆଶାନୁରୂପ କାମ ନକରି କେବଳ ଦେଖାଇ ହେଉଥିଲେ, ଯାହାଫଳରେ ବକ୍ତୃତା ଦେଇ ସେମାନେ କେବଳ ଆତ୍ମସନ୍ତୋଷ ଲାଭ କରୁଥିଲେ। ଇଂରାଜୀ ଶିକ୍ଷିତ ବ୍ୟକ୍ତିମାନେ ଆମର ପାରମ୍ପରିକତାକୁ ବିଶ୍ୱାସ କରୁନଥିଲେ। ରାଜୀବଙ୍କ ବାପା ମରିଗଲେ ବି ଡକାପାରି କାନ୍ଦିବା ଗୋଟିଏ କୁସଂସ୍କାର ବୋଲି ମନେ କରୁଥିଲେ। ବରଂ ସେମାନେ ପିତାଙ୍କ ମୃତ୍ୟୁରେ ହାତରେ କଳାକନା ବାନ୍ଧି 3 ଦିନ ଧରି ବକ୍ତୃତା ଦେଉଥିଲେ। ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବାକୁ ସେମାନେ ପସନ୍ଦ କରୁନଥିଲେ। ଆଧୁନିକତା ନାମରେ ସେମାନେ ଥିଲେ ସ୍ୱେଚ୍ଛାଚାରୀ। ଘରେ ମଦ୍ୟମାଂସ ଖାଇବା, ରୋଷେଇ ଘରେ, ଠାକୁର ମନ୍ଦିରରେ ଜୋତା ପିନ୍ଧି ଚାଲିବା, ଗୋବରରେ ଚୁଲି ଲିପିବାକୁ ବାରଣ କରିବା ସେମାନଙ୍କର ବିଧି ଥିଲା। ରାଜୀବଲୋଚନ କଲିକତାରୁ ବିବାହ କରି ଘରକୁ ଫେରିବା ପରେ ବୋହୂକୁ ବନ୍ଦାପନା କରି ଘରକୁ ଆଣିବା ଗୋଟିଏ କୁସଂସ୍କାର ବୋଲି କହି ବିରୋଧ କରିଥିଲେ। କଥାକାର ସଭ୍ୟ ଜମିଦାରଙ୍କ ମାଧ୍ୟମରେ ଇଂରାଜୀ ଶିକ୍ଷାର କୁପ୍ରଭାବକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି। ଉତ୍ତର ସହିତ ଅତିରିକ୍ତ ବହୁଚୟନ ପ୍ରଶ୍ନ ମ୍ୟାକ୍କସ୍ 1. ବଳରାମଙ୍କୁ ଉତ୍କଳର ସମସ୍ତ ବେପାରୀଙ୍କର ନ ବୋଲି କୁହାଯାଇଛି। ମୌନମଣି, ମୁଖପାତ୍ର, ଭାଗ୍ୟନିୟନ୍ତା, ଦଣ୍ଡିଦାର। 2. ଗୋପାଳଚନ୍ଦ୍ର ମହାପାତ୍ର ନିଜ ତିଆରି ମନ୍ଦିରରେ କେଉଁ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ? ଲକ୍ଷ୍ମୀନାରାୟଣ, ଲକ୍ଷ୍ମୀ ନୃସିଂହ, ରାଧାକୃଷ୍ଣ, ସୀତାରାମ, ରାଧାକୃଷ୍ଣ। 3. ଉତ୍କଳରେ କଲିକତି ଧୁଆମ୍ପତ୍ରର ନାମ ନ ଦେ କତ, ଚୂନପତ୍ର, କଡ଼ାପତ୍ର, ବାଲେଶ୍ୱରୀ। 4. କାହାକୁ ନ ଧରି ଲୋକେ ଧୁଆମ୍ପତ୍ର କିଣିବାକୁ ଭରସନ୍ତି ନାହିଁ। ବେପାରୀ, ଖାଉଟି, ଚିହ୍ନରା ଦଣ୍ଡିଦାର, ମହାଜନ, ଚିହ୍ନରା ଦଣ୍ଡିଦାର। 5. କପାଳିଆ ଲୋକକୁ ନ ମିଳିଥାଏ। ଆକବରୀ ମୋହର, ଗଦି, ଗାଡ଼ି, ସାଥୀ, ଆକବରୀ ମୋହର। 6. ମା ସାନ୍ତାଣୀ କେଉଁ କଥା ଶୁଣି ଚମକି ପଡ଼ି ଠିଆ ହୋଇଗଲେ। ଫଡ୍ ଫଡ୍, ଧଡ୍ ଧଡ୍, ଠକ୍ ଠକ୍, ଧକ୍ ଧକ୍, ଠକ୍ ଠକ୍। 7. ଗୋପାଳର ନାଁ ବାବୁ ଗୋପାଳଚନ୍ଦ୍ର ମହାପାତ୍ର ବୋଲି କିଏ ଲେଖୁଥାଏ? ମୋହରିର, ଗୁମାସ୍ତା, ମୁସ୍ତରୀ, ମ୍ୟାନେଜର, ଗୁମାସ୍ତା। 8. ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପରିଚିତ? କଥା ସମ୍ରାଟ, ବ୍ୟାସକବି, ସରସ୍ୱତୀ ଫକୀରମୋହନ, ସବୁଗୁଡ଼ିକ। 9.
ନିମ୍ନୋକ୍ତ କେଉଁଟି ଫକୀରମୋହନଙ୍କ ରଚନା ନୁହେଁ? ଲଛମା, ସ୍ମୃତି ଓ ଅନୁଭୂତି, ଗଳ୍ପ ସ୍ୱଳ୍ପ। 6. ମାନ 8 ଗୁଣ୍ଠ, ସ୍ମୃତି ଓ ଅନୁଭୂତି। 10. କିଏ ଫକୀରମୋହନଙ୍କୁ ସରସ୍ୱତୀ ସମ୍ମାନରେ ଭୂଷିତ କରିଥିଲେ? ଖୋର୍ଦ୍ଧାର ଗଜପତି, ବାମଣ୍ଡାର ରାଜସଭା, ଇଂରେଜ ସରକାର, ମୟୂରଭଞ୍ଜର ରାଜା, ବାମଣ୍ଡାର ରାଜସଭା। 11. ବେପାରରେ ଲାଭ କେଉଁ ଜାଗାରେ ବୋଲି ଗୋପାଳ ମହାଜନ ଦଳଙ୍କୁ କହିଛନ୍ତି? ବିକ୍ରି ବେଳେ, କିଣା ଜାଗାରେ, ସୁଧ ଲଗାଇବାରେ, ମାଲ ଷ୍ଟକ୍ କରି ରଖୁବାରେ, କିଣା ଜାଗାରେ। 12. ଦଳେ ତୁନି ହୋଇ ଗଦିରେ କ ନ କରିଥାନ୍ତି ବୋଲି କୁହାଯାଇଛି? ଲେଖାପଢ଼ା, ମାଳ ଗଡ଼ାଇବା, ହିସାବ ଦେଖି, ଠାକୁର ପୂଜା, ମାଳ ଗଡ଼ାଇବା। 13. ମହାପାତ୍ରଙ୍କଠାରୁ ଅବଧାନେ କେତେ ଟଙ୍କା ପୁରସ୍କାର ପାଇଥିଲେ? 10, 5, 20, 15, 5। 14. ଗଦିର ସରକାର କେଉଁଠାରେ ରାଜୀବ ବାବୁଙ୍କ ନାମ ଲେଖାଇ ଦେଇ ଆସିଥିଲେ? କୋଲକାତା ଫରେନ୍ ଏକାଡେମୀ, କୋଲକାତା ପ୍ୟାରିମୋହନ ଏକାଡେମୀ, କୋଲକାତା ଏଣ୍ଟ୍ରି ଏକାଡେମୀ, କୌଣସିଟି ନୁହେଁ, କୋଲକାତା ଏଣ୍ଟ୍ରି ଏକାଡେମୀ। 15. ବାବୁ ରାଜୀବଲୋଚନଙ୍କ ଦ୍ୱାରା କଲିକତାରେ ସ୍ଥାପିତ ଦୁଇଟି ସମିତିର ନାମ କଣ? କୁସଂସ୍କାର ବିମର୍ଦିନୀ ଓ ନାରୀ ସ୍ୱାଧୀନତା ବିବର୍ଷିନୀ, ଜ୍ଞାନ ବର୍ଷିନୀ ଓ ଭାଷା ଗୌରବ ବର୍ଷିନୀ, ଅବଲା ଦୁଃଖହାରିଣୀ ଓ ସ୍ତ୍ରୀ ସ୍ୱାଧୀନତା ବିବର୍ଦ୍ଧିନୀ, କୌଣସିଟି ନୁହେଁ, କୁସଂସ୍କାର ବିମର୍ଦିନୀ ଓ ନାରୀ ସ୍ୱାଧୀନତା ବିବର୍ଷିନୀ। 16. ପିତାଙ୍କ ମୃତ୍ୟୁ ପରେ କେଉଁ କଥା କୁସଂସ୍କାର ବୋଲି ରାଜୀବଲୋଚନ କହିଛନ୍ତି? ଡକା ପକାଇ କାନ୍ଦିବା, ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବା, ଅତ୍ୟେଷ୍ଟିକ୍ରିୟା କରିବା, ସବୁଗୁଡ଼ିକ। 17. ନୂଆ ଜମିଦାର ରାଜୀବଲୋଚନଙ୍କ ପାଞ୍ଜିଆ କିଏ ଥିଲେ? ଗଙ୍ଗାଧର ମହାନ୍ତି, ରଙ୍ଗାଧର ମହାନ୍ତି, ବିଶ୍ୱମ୍ଭର ମହାନ୍ତି, ସରୋଜ ରଞ୍ଜନ ମହାନ୍ତି, ରଙ୍ଗାଧର ମହାନ୍ତି। 18. ନୂଆ ଜମିଦାର ରାଜୀବଲୋଚନଙ୍କୁ ପାଇ କିଏ ଭାରି ଖୁସି ହେଲେ? ପାଞ୍ଜିଆ, ଗୁମାସ୍ତା, ପ୍ରଜାପାଟକ, ସମସ୍ତେ। 19. କେଉଁ ସଂସ୍ଥାରୁ ଯେପରି ବ୍ୟବସ୍ଥା ଆସିବ ସେପରି ବିବାହ ହେବ ବୋଲି କୁହାଯାଇଛି? ବିବାହ ଘଟସୂତ୍ର ଅଫିସ, ମାର୍ଟିମୋନିଆଲ ସଭା, ବିବାହ ବ୍ୟୟ ସଂକ୍ଷେପଣୀ ସଭା, କୌଣସିଟି ନୁହେଁ, ବିବାହ ବ୍ୟୟ ସଂକ୍ଷେପଣୀ ସଭା। 20. ଗାଁରେ ଗଠିତ ଯୋଡ଼ିଏ ସଭାର ସମ୍ପାଦକ କିଏ ହେଲେ? ରଙ୍ଗାଧର, ବିଶ୍ୱମ୍ବର, ହରିବୋଲ, ଗଙ୍ଗାଧର, ହରିବୋଲ। 21. ନୟନତାରାଙ୍କ ଅଳଙ୍କାରଗୁଡ଼ିକ କିପରି ଥିଲା? ଅସଲି, ନକଲି, ପିତ୍ତଳ ଗିଲ୍ଟିଟି, ଇମିଟେସନ, ପିତ୍ତଳ ଗିଲ୍ଟିଟି। 22. ବବୁର୍ଜିଖାନାରେ ଗୋରୁଗୃହ ଢଳାଯିବାର ପ୍ରତିକାର ସ୍ୱରୂପ 4 ବୋତଲ କ ନ ଢଳାଗଲା? ଲେଭେଣ୍ଡର, ଫିନାଇଲ, ଅତର, ଡେଟଲ, ଫିନାଇଲ। କ ଗାଳ୍ପିକ ପରିଚିତି। ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ସ୍ରଷ୍ଟା। ଏହି ଗଦ୍ୟ ସାହିତ୍ୟ ପାଇଁ ସେ ବିଶେଷ ଭାବେ ପ୍ରଶଂସିତ ଓ ସମ୍ମାନିତ। ସେ 1843 ମସିହାରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାସପୁରଠାରେ ଜନ୍ମଗ୍ରହଣ କରିଥିଲେ ଓ 1918 ମସିହାରେ ଅମରପଥର ଯାତ୍ରୀ ହୋଇଥିଲେ। ଓଡ଼ିଆ ଗଳ୍ପ ସାହିତ୍ୟର ସେ ଆଦି ସ୍ରଷ୍ଟା। ଲଛମନିଆ ତାଙ୍କର ସର୍ବପ୍ରଥମ ଗଳ୍ପ। କେତେକ ସମାଲୋଚକ କହନ୍ତି ଫକୀରମୋହନଙ୍କ ଲଛମନିଆ ଭାରତୀୟ ଗଳ୍ପ ସାହିତ୍ୟରେ ସର୍ବପ୍ରଥମ ଗଳ୍ପ ରୂପେ ସମ୍ମାନିତ। ଓଡ଼ିଆ ଭାଷା ସାହିତ୍ୟର ଚରମ ବିପର୍ଯ୍ୟୟ ସମୟରେ ସେନାପତି ସାଜି ଭାଷା ଓ ସାହିତ୍ୟର ସୁରକ୍ଷା କରିବା ଦିଗରେ ଫକୀରମୋହନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଜନ୍ମରୁ ଫକୀରମୋହନ ଥିଲେ ଖୁବ୍ ରୋଗାକ୍ରାନ୍ତ। ବାଲ୍ୟକାଳରୁ ସେ ତାଙ୍କ ପିତା ଓ ମାତାଙ୍କୁ ହରାଇଥିଲେ ଏବଂ ଜେଜେମାଙ୍କ ସ୍ନେହରେ ଲାଳିତ ପାଳିତ ହୋଇଥିଲେ। ବହୁବାର ରୋଗଗ୍ରସ୍ତ ହୋଇଥିବା ହେତୁ ତାଙ୍କର ଜେଜେମା ପିଲାଦିନରୁ ତାଙ୍କୁ ଫକୀର କରିଦେଇଥିଲେ। ସେ ମୁସଲମାନ ଫକୀରଙ୍କ ଭଳି ଭିକ୍ଷା ମାଗୁଥିଲେ ଓ ସେହିଭଳି ପୋଷାକ ପିନ୍ଧୁଥିଲେ। ସେହିଦିନଠାରୁ ସେ ଫକୀରମୋହନ ନାମରେ ପରିଚିତ ହୋଇଥିଲେ। ବାଲ୍ୟକାଳରୁ ରୋଗ, ଦୁଃଖ, ଯନ୍ତ୍ରଣା, ଅଭାବ ଓ ଯାବତୀୟ ପ୍ରତିକୂଳ ପରିସ୍ଥିତି ସହିତ ତାଙ୍କୁ ଦୃଢ଼ତାର ସହିତ ସଂଗ୍ରାମ କରିବାକୁ ହୋଇଥିଲା। ତାଙ୍କର ପ୍ରାଥମିକ ଶିକ୍ଷାଲାଭ କ୍ଷେତ୍ରରେ ମଧ୍ୟ ତାଙ୍କୁ ଘୋର ପ୍ରତିକୂଳାବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି ବ୍ୟକ୍ତିଗତ ଉଦ୍ୟମରେ ଫକୀରମୋହନ କିଛି ବିଦ୍ୟା ଅଧ୍ୟୟନ କରିଥିଲେ। ପିଲାବେଳଠୁ ମଧ୍ୟ ତାଙ୍କୁ କେତେକ କାରଣରୁ କିଛି କର୍ମସଂସ୍ଥାନ ଗ୍ରହଣ କରିବାକୁ ପଡ଼ିଥିଲା। ଏଥିପାଇଁ ଜୀବନର ପ୍ରଥମ ପର୍ଯ୍ୟାୟରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାକିରି ଆରମ୍ଭ କରିଥିଲେ। ପ୍ରଥମେ ବାଲେଶ୍ୱରରେ ଅଝାଲ ସିଲାଇଠାରୁ ଆରମ୍ଭ କରି ଶିକ୍ଷକତା ଓ ଶିକ୍ଷକତାରୁ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ହେତୁ ସେ ଓଡ଼ିଶାର ବିଭିନ୍ନ ଗଡ଼ଜାତର ଦେବାଙ୍ଗ ହୋଇପାରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ ହେତୁ ଜନଜୀବନ ସହିତ ତାଙ୍କର ବ୍ୟାପକ ପରିଚୟ ଘଟିଥିଲା। ଏହାଫଳରେ ସେ ଲୋକଚରିତ୍ର ଅନୁଧ୍ୟାନ କରିବାର ବିପୁଳ ପରିସର ଓ ସୁଯୋଗ ପାଇଥିଲେ। ପ୍ରକାରାନ୍ତରେ ଏହା ତାଙ୍କୁ ବାସ୍ତବଧର୍ମୀ ଓ ଯୁଗଜୟୀ ସାହିତ୍ୟ ସୃଷ୍ଟି କରିବାରେ ସହାୟତା କରିଥିଲା। 1868 ମସିହାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଦେଖାଦେଇଥିଲା ବିବଦମାନ ପରିସ୍ଥିତି।
ଇଂରେଜମାନେ କେବଳ ଓଡ଼ିଶାକୁ ବାହ୍ୟଶତ୍ରୁ ଭାବରେ ଆସିନଥିଲେ, ତାହା ସହିତ ଆସିଥିଲେ ତେଲେଙ୍ଗା ଓ ବଙ୍ଗାଳୀମାନେ। ଏମାନେ ଏ ଦେଶକୁ ଦେଶୀୟ ଶତ୍ରୁ ଭାବରେ ଶାସନ କରି ଚାଲିଥିଲେ। ବଙ୍ଗାଳୀମାନେ ନିଜ ନିଜର ସୁବିଧା ଦୃଷ୍ଟିରୁ ଓଡ଼ିଶା ପ୍ରଦେଶରୁ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବାକୁ ଚିତ୍କାର କରୁଥିଲେ। ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୟ। ଏହି ଭାଷା ବିଲୋପ ଆନ୍ଦୋଳନ କାଳରେ ବିପ୍ଳବୀ ଯୋଗଜନ୍ମା ଫକୀରମୋହନ ପ୍ରକୃତ ସେନାପତି ଭୂମିକା ଗ୍ରହଣ କରିଥିଲେ। ଓଡ଼ିଆ ଭାଷାର ପ୍ରାଣପ୍ରତିଷ୍ଠା ପାଇଁ ସେ ସାଜିଥିଲେ ସେନାପତି। ତାଙ୍କର ଅକ୍ଳାନ୍ତ ଶ୍ରମ ଓ ସାଧନା ହେତୁ ଓଡ଼ିଆ ଭାଷା ମୃତ୍ୟୁମୁଖରୁ ବଞ୍ଚିବା ସହିତ ନୂତନ ଜୀବନ ଲାଭ କରିଥିଲା। 1870 ମସିହାରେ ସେ ବାଲେଶ୍ୱରରୁ ବାଲେଶ୍ୱର ସମ୍ବାଦବାହିକା ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ। ଏହା ମାଧ୍ୟମରେ ସେ ଭାଷା ବିଲୋପ ଆନ୍ଦୋଳନ ବିରୁଦ୍ଧରେ ଦୃଢ଼ ସଂଗ୍ରାମ ଆରମ୍ଭ କରିଥିଲେ। ଶିକ୍ଷକତା କରୁଥିବା ସମୟରେ ସେ ଉତ୍କଳ ସାହିତ୍ୟର ବିକାଶ ଲାଗି ଧ୍ୟାନ ଦେଇଥିଲେ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଲିଖିତ ବଙ୍ଗଳା ଗ୍ରନ୍ଥ ଜୀବନଚରିତକୁ ସେ ଓଡ଼ିଆରେ ଅନୁବାଦ କରିଥିଲେ। ଏହା ହେଲା ତାଙ୍କର ପ୍ରଥମ ପାଠ୍ୟପୁସ୍ତକ। ପରେ ପରେ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଦୂର କରିବାରେ ସେ ଲାଗିପଡ଼ିଲେ। ସେ ଓଡ଼ିଆ ବ୍ୟାକରଣ ଓ ଅଙ୍କମାଳା ରଚନା କରି ଛପାଇଲେ। 1868 ମସିହାରେ ବାଲେଶ୍ୱରଠାରେ ସେ ପ୍ରଥମ ଛାପାଖାନା ବସାଇଲେ ଓ ବୋଧଦାୟିନୀ ନାମକ ପତ୍ରିକା ପ୍ରକାଶ କରିଥିଲେ। ଏହାପରେ ସେ ଭାରତବର୍ଷର ଇତିହାସ ମଧ୍ୟ ପ୍ରଣୟନ କରିଥିଲେ। ପରେ ସେ ପୁଷ୍ପମାଳା ଓ ଉପହାର ନାମକ କବିତା ଗ୍ରନ୍ଥ ରଚନା କରିଥିଲେ। ପୁନଶ୍ଚ ସେ ରଚନା କରିଥିଲେ ଉତ୍କଳ ଭ୍ରମଣ। ସେ କଟକରେ ଅବସ୍ଥାନ କରୁଥିବା ସମୟରେ ଉତ୍କଳ ସାହିତ୍ୟ ପତ୍ରିକାରେ ଧୂର୍ଜଟି ଛଦ୍ମ ନାମରେ ଗଳ୍ପ ଓ ଉପନ୍ୟାସ ପ୍ରକାଶ କରିବାକୁ ଲାଗିଲେ। 1897 ମସିହାରେ ସେ ରଚନା କଲେ ଓଡ଼ିଆ ସାହିତ୍ୟର କ୍ରାନ୍ତିକାରୀ ସାମାଜିକ ଉପନ୍ୟାସ 6 ମାଣ 8 ଗୁଣ୍ଠ। ଊନବିଂଶ ଶତକର ପ୍ରଥମ 4 ଦଶକର ସାମାଜିକ ଜୀବନଚିତ୍ର ଏଥରେ ପ୍ରକାଶ ପାଇପାରିଛି। 1898 ମସିହାରେ ସେ ରଚନା କରିଥିଲେ ରେବତୀ ନାମକ କ୍ଷୁଦ୍ରଗଳ୍ପ। 1903 ମସିହାରେ ସେ ରଚନା କଲେ ଐତିହାସିକ ଉପନ୍ୟାସ ଲଛମା। 1905 ମସିହାଠାରୁ ସେ 1918 ମସିହା ପର୍ଯ୍ୟନ୍ତ ଶାନ୍ତକାନନରେ ବସି ସାହିତ୍ୟ ସାଧନା କରିଥିଲେ। ଏହି ସମୟରେ ମାମୁଁ 1913 ପ୍ରାୟଶ୍ଚିତ୍ତ 1915 ବୌଦ୍ଧାବତାର କାବ୍ୟ 1912 ଧୂଳି 1909 ଓ ଅବସର ବାସରେ ଇତ୍ୟାଦି ଗ୍ରନ୍ଥ ରଚନା କରିଥିଲେ। ଏହା ବ୍ୟତୀତ ସେ ସମୟର ସାମାଜିକ ଜୀବନକୁ ନେଇ ଅନେକ ଗଳ୍ପ ରଚନା କରି ଓଡ଼ିଆ ଗଳ୍ପ ସାହିତ୍ୟର ନୂତନ ଭିଭିଭୂମି ପ୍ରସ୍ତୁତ କଲେ। ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସାହିତ୍ୟ ସାଧନା କରି ଫକୀରମୋହନ ଓଡ଼ିଆ ଜାତି ଓ ସାହିତ୍ୟକୁ ବହୁଭାବରେ ସ୍ୱାଭିମାନୀ କରି ଗଢ଼ି ତୋଳିଛନ୍ତି। 1918 ମସିହାରେ ଏହି ଅମ୍ଳାନ ପ୍ରତିଭାର ତିରୋଧାନ ଘଟିଥିଲେ ବି ତାଙ୍କର ସାରସ୍ୱତ ସାଧନା ତାଙ୍କୁ ଅମର କରି ରଖିବ। ତାଙ୍କ ସାହିତ୍ୟ ସାଧନାର ଅନ୍ତଃସ୍ୱର ହେଉଛି ସମାଜ ସଂସ୍କାର ଓ ସମାଜ ଜୀବନରେ ସାମାଜିକ ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା କରିବା। ଗଳ୍ପର ପୃଷ୍ଠଭୂମି। ଫକୀରମୋହନ ସେନାପତି ଊନବିଂଶ ଶତାବ୍ଦୀର ନୂତନ ସୃଷ୍ଟ ଜମିଦାର ଓ ମହାଜନମାନଙ୍କର ଶୋଷଣ ପ୍ରକୃତିକୁ ବିଭିନ୍ନ ଗଳ୍ପରେ ଦେଖାଇଛନ୍ତି। ପୁନଶ୍ଚ ସେହି ସମୟରେ ଲର୍ଡ ମାକେଲଙ୍କର ଶିକ୍ଷାନୀତି 1835 ଫଳରେ ସମଗ୍ର ଭାରତବର୍ଷରେ ଇଂରାଜୀ ଶିକ୍ଷା ପ୍ରତି ମୋହ ସୃଷ୍ଟି ହୋଇଛି। ଓଡ଼ିଶାରେ ଏହି ଶତାବ୍ଦୀର ଶେଷ ଭାଗରେ ଇଂରାଜୀ ଶିକ୍ଷା ଓ ସଭ୍ୟତାର ସମ୍ପ୍ରସାରଣ ଘଟିଛି। ଇଂରାଜୀ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତିମାନେ ନିଜର ପରମ୍ପରା ଓ ସଂସ୍କୃତିକୁ ଭୁଲିବାକୁ ଚେଷ୍ଟା କରିଛନ୍ତି। ଆଲୋଚ୍ୟ ଗଳ୍ପରେ ଗାଳ୍ପିକ ନୂଆକରି ଗଢ଼ି ଉଠୁଥିବା ତଥାକଥିତ ଭ୍ରାନ୍ତ ମୋହଗ୍ରସ୍ତ ଇଂରାଜୀ ପଢ଼ୁଆ ସଭ୍ୟ ସମାଜକୁ ତୀବ୍ର ଭାବରେ ସମାଲୋଚନା କରିଛନ୍ତି। ଗଳ୍ପର ମୁଖ୍ୟ ଚରିତ୍ର ରାଜୀବ ଲୋଚନ ମାଧ୍ୟମରେ ଲେଖକ ଇଂରାଜୀ ଶିକ୍ଷା ଓ ସଭ୍ୟତାର ଅପରିଣାମଦର୍ଶିତାକୁ ବିଦ୍ରୂପ କରିଛନ୍ତି। ବାବୁ ଗୋପାଳଚନ୍ଦ୍ର ମହାପାତ୍ର ନିଜେ ପାଠଶାଠ ନ ପଢ଼ିଥିଲେ ମଧ୍ୟ ଏକମାତ୍ର ପୁତ୍ର ରାଜୀବ ଲୋଚନକୁ ଇଂରାଜୀ ପଢ଼ାଇଛନ୍ତି। ପୁତ୍ରକୁ ଉପଦେଶ ଦେଇ କହିଛନ୍ତି, ତୁ ବେଶୀ ପାସ୍ କରି ପକା, ଯେତେ ଟଙ୍କା ଲାଗିବ ଲାଗୁ। ବିଭାଘର କଲିକତାରେ ସ୍ଥିର ହୋଇଛି। ବରଯାତ୍ରୀ ଓ ରୋଷଣୀ ପ୍ରସଙ୍ଗ ତାଙ୍କୁ କହିବାରୁ ସେ ଉତ୍ତର ଦେଇଛନ୍ତି, ଅସଭ୍ୟତା, କୁସଂସ୍କାର। ତୁମେ ତ ଇଂରାଜୀ ଜାଣନା, ଦେଖିବି ନାହଁ। ସଭ୍ୟ ବିବାହ କଥା କିପରି ଜାଣିବ? ଇଂରାଜୀ ଶିକ୍ଷା ଓ ସଭ୍ୟତାର ଭ୍ରାନ୍ତମୋହ ଏ ଦେଶର ଶିକ୍ଷିତ ଯୁବ ସମ୍ପ୍ରଦାୟକୁ କିପରି ବିପଥଗାମୀ କରିଥିଲା, ତାର ଦୃଷ୍ଟାନ୍ତ ସଭ୍ୟ ଜମିଦାର ଗଳ୍ପରେ ଦେଖିବାକୁ ମିଳେ। ଗଳ୍ପର ସାର କଥା। କଲିକତା ବଡ଼ବଜାରର ଗଦିଆ ମହାଜନ ବାବୁ ବଳରାମ ବଳ। ସେ ଥିଲେ ଉତ୍କଳର ସମସ୍ତ ବେପାରୀଙ୍କ ଦଣ୍ଡିଦାର। ଉତ୍କଳର ସମସ୍ତ ଧୁଆମ୍ପତ୍ର ବ୍ୟବସାୟ ଅର୍ଥାତ୍ ମାଲ ଆମଦାନୀ ଓ ରପ୍ତାନି ତାଙ୍କ ହାତ ଦେଇ ହେଉଥିଲା। ମାଲସବୁ କଲିକତାରୁ ଜାହାଜ ଯୋଗେ ବାଲେଶ୍ୱର ଯାଉଥିଲା ଏବଂ ବାଲେଶ୍ୱରରୁ ଶଗଡ଼ରେ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା। ବଳରାମ ବାବୁଙ୍କର ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ଚାଲୁଥିଲା। ଯେହେତୁ ବଳରାମ ବାବୁ ଚିହ୍ନରା ଦଣ୍ଡିଦାର ଥିଲେ, ସେଥିପାଇଁ ତାଙ୍କୁ ନ ଧରି କେହି ଧୁଆମ୍ପତ୍ର କିଣୁନଥିଲେ। ମହାଜନଙ୍କର ଘର ଥିଲା ଯାଜପୁର। ସେ ଥରେ ଗାଁକୁ ଯାଇଥିଲେ। ଗାଁରୁ ଫେରିବା ବେଳେ ସାଙ୍ଗରେ ଆଣିଥିଲେ 10-12 ବର୍ଷର ଛେଉଣ୍ଡ ପିଲାକୁ। ପିଲାଟିର ନାଁ ଗୋପାଳ। ଗୋପାଳ ଗଦିରେ ରହି ସବୁ କାମ ଦେଖିଲେ ବି ତା ଉପରେ କେହି ଗୁରୁତ୍ୱ ଦେଉନଥିଲେ। ମାତ୍ର ଏକ ବିଶେଷ ଘଟଣାରେ ମହାଜନଙ୍କର ଗୋପାଳ ଏକାନ୍ତ ପ୍ରିୟ ହୋଇ ଯାଇଥିଲା। ଥରେ ମହାଜନ ସୌଦାଗର ପାଖରୁ 5ଟା ଆକବରୀ ମୋହର କିଣିଥିଲେ। ସେହ ମୋହର କିଣିଲା ପରେ ବାବୁଙ୍କ ମନ ଭାରି ଖୁସି।
କାରଣ ସେଭଳି ମୋହରକୁ ସରେ ରଖି ପୂଜା କଲେ ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ପଡ଼ିବ। ରାତି 6 ଘଡ଼ି ପର୍ଯ୍ୟନ୍ତ ପାରିଲେ ନାହିଁ। ପରଦିନ ସକାଳେ ନିତ୍ୟକର୍ମ ସାରି ଗଦି ଉପରେ ବସି ବାବୁ ହୁକା ଟାଣୁଥିଲେ। ସେତେବେଳକୁ ବେଳ ଖୋଜାଖୋଜି କଥା ଶୁଣି ଗୋପାଳ ମୋହର ପାଇଥିବା କଥା କହିଲା। ବାବୁଙ୍କ ପଲଙ୍କ ତକିଆ ତଳେ ମୋହର ଥୋଇଥିବା ଜପାମାଳି। ବାବୁଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ସେଓପରା ପର୍ଯ୍ୟନ୍ତ ସବୁ କାମ କଲା ଗୋପାଳ। ସେହିପରି ଆଉଥରେ ରୋଷେଇଆ ବ୍ରାହ୍ମଣ ବାବୁଙ୍କ ଘରୁ ଚୋରି କରି ପଳାଇଗଲା। ବାବୁଙ୍କର ଭାରି ନିଷ୍ଠା। ବଙ୍ଗାଳୀ ବ୍ରାହ୍ମଣ ହାତରୁ ସେ ଖାଇବେ ନାହିଁ। ଓଡ଼ିଆ ବ୍ରାହ୍ମଣ ଏତେ ଶୀଘ୍ର ମିଳିବେ କେଉଁଠୁ? ସେହି ସମୟରେ ବାବୁଙ୍କଠାରୁ ଅନୁମତି ନେଇ ଗୋପାଳ ରୋଷେଇ କଲା। ଅଳ୍ପ ସମୟରେ 5 ତିଅଣ କରି ଠା ସଜାଡ଼ି ଦେଲା। ଗୋପାଳର ହାତ ତିଆରି ରନ୍ଧା ଖାଇ ବାବୁ ଖୁସି ହେଲେ। କେବଳ ରୋଷେଇ ନୁହେଁ, ବଜାର ସଉଦାଠାରୁ ଆରମ୍ଭ କରି ସବୁ କାମ ଗୋପାଳ କଲା। ବାବୁ ଦେଖିଲେ ହୋଇଥିଲା। ଥରେ ବଳବାବୁ ଗାଁକୁ ଯାଇ ଗୋପାଳକୁ ଭଲ କନ୍ୟାଟିଏ ଦେଖି ବିଭା କରାଇଲେ। ଏଣେ ଗୋପାଳ ବାବୁ କେବଳ ରୋଷେଇଆ ହୋଇ ରହିଲା ନାହିଁ, ବ୍ୟବସାୟ କାମରେ ମଧ୍ୟ ମହାଜନଙ୍କୁ ସାହାଯ୍ୟ କଲା। ମହାଜନ ଦେଖିଲେ ଗୋପାଳ ହେବାରୁ ଧାନ ଦୌଡ଼କୁ ପାରନ୍ତି ନାହିଁ, ସେହିସବୁ କାମ ଗୋପାଳକୁ କରିବାକୁ ପଡ଼ିଲା। କ୍ରମଶଃ ଗୋପାଳ ଆଉ ଗଦିରେ ଗୋପାଳ ହୋଇ ରହିଲା ନାହିଁ, ସେ ହୋଇଗଲା ସାନବାବୁ। ଗୋପାଳ ବ୍ୟବସାୟର ଉନ୍ନତି ପାଇଁ ସିଧାସିଧ ମାଲ ଚାଷୀଙ୍କଠାରୁ କିଣିଲା। ଫଳରେ ଆଗ ଅପେକ୍ଷା 2 ଗୁଣ ଲାଭ ହେଲା। ମହାଜନ ଗୋପାଳକୁ ଆଉ ଚାକର କରି ରଖିଲେ ନାହିଁ। ସେ ଇଚ୍ଛା ଗୋପାଳ ବଡ଼ଲୋକ ହେଉ, ମାତ୍ର ଗୋପାଳର ମନ ବଡ଼ଲୋକରେ ନୁହେଁ, ମନ କାମରେ। ସେ ସବୁବେଳେ ଦିନରାତି କାମରେ ଲାଗିଥାଏ। ଏଣିକି ଗୋପାଳ ହାତରେ ବ୍ୟବସାୟର ସବୁ ଦାୟିତ୍ୱ। ବାବୁ କେବଳ ଗଦିରେ ବସି ମାଳା ଗଡ଼ାଉଥା ଅନ୍ତି। ବାବୁ ଗୋପାଳଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ବୋଲି ପୁଅ ରାଜୀବଲୋଚନ। ରାଜୀବଲୋଚନଙ୍କୁ 14 ଚାଲିବାରୁ ସେ ଗାଁରେ ଦୁଷ୍ଟପିଲାଙ୍କ ସହିତ ମିଶି ଦୁଷ୍ଟାମି କଲା। ମା କଥା ମାନିଲା ନାହିଁ। ତେଣୁ ଗୋପାଳବାବୁ ପୁଅକୁ ପାଖକୁ ନେଇ ଆସିଲେ। ପୁଅକୁ ଆଣି ଏକାଡେମୀ ସ୍କୁଲରେ ନାମ ଲେଖାଇଦେଲେ। ବାବୁ ଗୋପାଳଙ୍କର ଇଚ୍ଛା ପୁଅ ଇଂରାଜୀ ପଢ଼ିଲେ ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରିବ, ଆଉ ଦୋଭାଷୀର ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ଇଂରାଜୀ ସ୍କୁଲରେ ପୁଅର ସିନା ଗୋପାଳ ନାମ ଲେଖାଇ ଦେଲେ, ପଇସା ଖର୍ଚ୍ଚ କଲେ, ବହି କିଣିଦେଲେ, ହେଲେ ପୁଅ ନ ପଢ଼ୁଛି ସେ କଥା ବୁଝିବାକୁ ସମୟ ପାଇଲେ ନାହିଁ। ଫଳରେ 5 ବର୍ଷ ପାଠପଢ଼ା ଭିତରେ ରାଜୀବ ପାଠ କମ୍ ବରଂ ବିଭିନ୍ନ ସଭାସମିତିରେ ଯୋଗଦେଲେ। ମଙ୍ଗଳବାର ଦିନ କୁସଂସ୍କାର ବିମର୍ଦିନୀ ଓ ଶନିବାର ଦିନ ନାରୀ ସ୍ୱାଧୀନତା ବିବର୍ଦ୍ଧନୀ ସଭାର ଅଧ୍ୱଂସନ କରାଇଲେ। ନିଜେ ରାଜୀବଲୋଚନ ହେଲେ 2 ସଭାର ସମ୍ପାଦକ। ନ କାନ୍ଦି ଏକ ଶୋକସଭାର ଆୟୋଜନ କରି ବକ୍ତୃତା ଦେଲେ। ବ୍ରାହ୍ମଣ ଡାକି ଶ୍ରାଦ୍ଧ ନ କରାଇ ଦରିଦ୍ରଙ୍କୁ ଅର୍ଥ ବିତରଣ, ଡାକ୍ତରଖାନାରେ ଚାନ୍ଦା ଦେବା ପାଇଁ ଇଚ୍ଛା କଲେ। ମାତ୍ର ମହାଜନଙ୍କ ପାଇଁ ଏସବୁ ହୋଇପାରିଲା ନାହିଁ। ମହାଜନ ଗୋପାଳର ପୁଅ ହିସାବରେ ଧରାଧରି କରି ରାଜୀବକୁ ବ୍ୟବସାୟରେ ପୁରାଇବାକୁ ଚେଷ୍ଟା କଲେ। ମାତ୍ର ରାଜୀବ ସଭାସମିତି ଛାଡ଼ିପାରିଲା ନାହିଁ। ଜମିଦାର ପୁଅ ହିସାବରେ ସେ ଅନ୍ୟ ପାଖରେ ଚାକିରି କରିବା ପାଇଁ ଇଚ୍ଛା କଲେ ନାହିଁ। ମହାଜନ କୌଣସି ପ୍ରକାରେ ରାଜୀବଙ୍କୁ ଗାଁକୁ ପଠାଇଦେଲେ। ନୂଆ ଜମିଦାର ଆସୁଛନ୍ତି ବୋଲି ପାଞ୍ଜିଆ ଗୁମାସ୍ତାଠାରୁ ପ୍ରଜାପାଟକ ପର୍ଯ୍ୟନ୍ତ ସମସ୍ତେ ଖୁସି ହେଲେ। ହେଲେ ଜମିଦାର କେତେବେଳେ ହେଲେ ଜମିଦାରୀର ହାନିଲାଭ ନ ବୁଝି କେତେକ ପୁରୁଣା ପାଞ୍ଜିଆ ସଭାସମିତି ପାଇଁ ଅର୍ଥ ଦେଇ ଥକି ପଡ଼ିଲେ। ସାଆନ୍ତାଣୀଙ୍କ ପାଖରେ ଫେରାଦ ହେଲେ। ସାଆନ୍ତାଣୀ କହିଲେ ଚାଲିଯିବାକୁ। ମାତ୍ର ଜମିଦାରଙ୍କ କଥାରେ ପୁରୁଣା ପାଞ୍ଜିଆ କାମରୁ ବାହାରିଗଲେ। ଏଣିକି ସବୁ ଦାୟିତ୍ୱ ଦିଆଗଲା ହରିବୋଲ ବାବୁଙ୍କୁ। ମୁଲକର ଯେତେ ଚୋର ସମସ୍ତେ ରୁଣ୍ଡ ହୋଇ କେବଳ ଜମିଦାରଙ୍କୁ ଲୁଟିବାକୁ ଲାଗିଲେ। ଜମିଦାର ଘରେ ଚାଲିଲା ମଦ ମାଂସର କାରବାର। ଏସବୁ ଦେଖି ସାଆନ୍ତାଣୀ ଗୋପାଳବାବୁ କରିଥିବା ରାଧାକୃଷ୍ଣ ମନ୍ଦିରକୁ ଚାଲିଗଲେ ଓ ସେହିଠାରେ ଭାଗବତ ପଢ଼ା ସାଙ୍ଗକୁ ମାଳିଗଡ଼ାରେ ଦିନ ନେଲେ। ରାଜୀବବାବୁ ଯେ କି ସଭ୍ୟ ଜମିଦାର, ଇଂରାଜୀ ଶିକ୍ଷାରେ ଶିକ୍ଷିତ, ତାଙ୍କର ବିବାହ କାର୍ଯ୍ୟ ହେବାର ଯୋଜନା ହେଲା। କୁସଂସ୍କାର ଅସଭ୍ୟତାରେ ବୁଡ଼ିଛନ୍ତି। ଲୁଗା ଖଣ୍ଡେ ପିନ୍ଧନ୍ତି ନାହିଁ, ଅଧାଲଙ୍ଗଳା ହୋଇଥା ଅନ୍ତି, ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚିଥା ଅନ୍ତି। ତେଣୁ ସେ କଲିକତା ଯାଇ ଶିକ୍ଷିତା ଝିଅକୁ ବିବାହ କରିବେ ବୋଲି ଚାହିଁଲେ। ସଭାର ସଭ୍ୟମାନଙ୍କୁ ସାଙ୍ଗରେ ନେଇ ସେ କଲିକତା ବାହାରିଗଲେ ବିବାହ କରିବା ପାଇଁ। ସେଠାରେ ବେହିସାବି ଖର୍ଚ୍ଚ କରି ଟଙ୍କା ସୁଧକୁ ଆଣି ଏକ ଅଜ୍ଞାତ କୁଳଶୀଳା କନ୍ୟାକୁ ବିବାହ ହେଲେ। କନ୍ୟାଟି ଥିଲା ଆସାମ ଚା ବଗିଚାର ଖାନସମାର ଝିଅ। ଝିଅର ନାଁ ନୟନତାରା ଦୁଃଖପାସରା। କରଜ 10,000 ଟଙ୍କା ଆଣି କାହିଁରେ କେତେ ଖର୍ଚ୍ଚ ହେଲା, ସେସବୁ ଜାଣିବା ପାଇଁ ଜମିଦାରଙ୍କର ବେଳ ମିଳିଲା ନାହିଁ, କାରଣ କୌଣସି ସମୟରେ ହାତରୁ ମଦଗ୍ଲାସ ଛାଡ଼ ଯାଉନଥିଲା। ଯାହାହେଉ ବହୁ ଖର୍ଚ୍ଚ କରି ଜମିଦାର ଓ ଜମିଦାରାଣୀ ଦେଶସ୍ଥ ସଭ୍ୟମାନଙ୍କୁ ସାଙ୍ଗରେ ନେଇ ବାହୁଡ଼ିଲେ। ନୂଆ ବରକନ୍ୟା ଆସୁଥିବାରୁ ଓଆସର ପୋଇଲି ଓ ଭଲ ଭଲ ଘରର ବୋହୂମାନେ ଗୋଟିଏ ନୂଆକୁଲାରେ ବନ୍ଦାପନା ସାମଗ୍ରୀ ଧରି ବନ୍ଦାଇବାକୁ ଆସି ପହଞ୍ଚିଗଲେ। ମାତ୍ର ଜମିଦାର ଏହାକୁ କୁସଂସ୍କାର ଓ ଅସଭ୍ୟତା ବୋଲି କହିଲେ। ବରକଥା ଶୁଣି କନ୍ୟା ମଧ୍ୟ ଏଗୁଡ଼ାକ କୁସଂସ୍କାର ବୋଲି କହି ଠୋ ଠୋ ହସି ଉଠିବାରୁ ବନ୍ଦାପନା କରିବାକୁ ଆସିଥିବା ଝିଅ ବୋହୂମାନେ ଛାନିଆ ହୋଇ ଯିଏ ଯାହାର ପଳାଇଗଲେ। ପୁଅ ବୋହୂ ହାତଧରା ଧରି ହୋଇ ମା ସାଆନ୍ତାଣୀଙ୍କୁ ଦେଖା କରିବାକୁ ବାହାରିଲେ। ମା ସେତେବେଳେ ଠାକୁରଙ୍କ ଆଗରେ ବସି ମାଳି ଗଡ଼ାଉଥିଲେ। ଲେଡି ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ସାଆନ୍ତାଣୀ ଚମକି ପଡ଼ିଲେ। ନମସ୍କାର କରିବାକୁ ବୋହୂ ହାତ ବଢ଼ାଇବାରୁ ମା ସାଆନ୍ତାଣୀ ପାଟି କରି ଉଠିଲେ। ଛୁ ନା ବୋଲି ରଡ଼ି ଛାଡ଼ିଲେ। ଜମିଦାରବାକୁ ମିସେସ୍ ମହାପାତ୍ରଙ୍କ ହାତ ଧରି ବାହାରି ଗଲେ। ଲେଡିକୁ ସଲ୍ଟ ବୋଲି ଆକ୍ଷେପ କଲେ।
ଭାରି ଖପାଟାଏ ହୋଇ କହିଲେ, ଅସଭ୍ୟତା, ମୂର୍ଖତା, ଭାରି କଂସଂସ୍କାର। ସେହି ମୁହୂର୍ତ୍ତରେ ମା ସାଆନ୍ତାଣୀ ବିଶ୍ୱାସୀ ପୋଇଲି ରାଧିକୁ ନେଇ ପୁରୀ ବାହାରିଗଲେ। ସାଆନ୍ତାଣୀ ବାହାରିଗଲା ପରେ ଜମିଦାର ବାବୁ ସ୍ୱେଚ୍ଛାଚାରୀ ଭାବରେ ସମୟ କଟାଇଲେ। ରାତିସାରା ବକ୍ତୃତା ଓ ପାନାହାରରେ ସମୟ ବିତାଇଲେ। ଦିନଯାକ ଶୋଇ ରହିଲେ। ଜମିଦାରୀର କୌଣସି କଥା ଶୁଣିଲେ ନାହିଁ। ଓଆସରେ କେହି ବୋହୂକୁ ବୋହୂ ସାଆନ୍ତାଣୀ ଡାକିଲେ ଜମିଦାର ଖପା ହେଉଥିଲେ। ନାମ ଦେଇଥିଲେ ମିସେସ୍ ମହାପାତ୍ର। ପୋଇଲିମାନେ ମିସେସ୍ ମହାପାତ୍ର ନ ଡାକି କିସ୍ କିସ୍ ମହାପାତ୍ର, ମିସ୍ତ୍ରୀ ମହାପାତ୍ର, ପିସ୍ ପିସ୍ ମହାପାତ୍ର ଡାକିଲେ ମଧ୍ୟରେ କାହାର ଆପତ୍ତି ନଥିଲା। ମିସେସ୍ ମହାପାତ୍ର ସକାଳୁ ଉଠି ଚା ଖାଇଲା ପରେ ପୋଷାକ ପିନ୍ଧି ଓଆସ ଚୌପିଠି ବଗିଚା ଆଉ ଆଗଦାଣ୍ଡରେ ପ୍ରାତଃ ଭ୍ରମଣ କରୁଥିଲେ। ଦିନେ ମିସେସ୍ ମହାପାତ୍ର ଜୋତା ପିନ୍ଧି ରୋଷେଇ ଘର ଦେଖିବାକୁ ଗଲେ। ସେତେବେଳେ ଜଣେ ପୋଇଲି ଗୋବର କନାରେ ଚୁଲି ଲିପୁଥିଲା। ଜୋତାର ଠକ୍ ଶବ୍ଦ ଶୁଣି ପାଟି କରି କହିଲା, ଆଲୋ ମୋ ମା ଲୋ, ଆଲୋ ମୋ ବାପା ଲୋ, ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ, ହାଣ୍ଡିଶାଳ ମାରୁଗଲା ଲୋ। କନା ଖଣ୍ଡକ ଫୋପାଡ଼ି ଦେଇ ଏକମୁହାଁ ହୋଇ ପଳାଇଗଲା। ଏଣେ ମିସେସ୍ ମହାପାତ୍ର ଗୋବର ପାଣିକୁ ଦେଖି ଓଆ ଓଆ କହି ଅନ୍ୟ ଆଡ଼େ ପଳାଇଗଲେ। ମୁହଁରେ ରୁମାଲ ଦେଇ ନଥୁଲେ ଯେପରି ବାନ୍ତି କରି ପକାଇଥା ଅନ୍ତେ ଦେହରେ ଶିଶିଏ ଲେଭେଣ୍ଡର ଢାଳି ହେଲେ। ଜମିଦାରଙ୍କ କଥାରେ ରୋଷେଇ ଘରେ 4 ବୋତଲ ସରିକି ଫିନାଇଲ ଢଳାଗଲା। ଏହିପରି 8-10 ମାସ ବେହିସାବୀ ଖର୍ଚ୍ଚ ହେବାରୁ ଜମିଦାରୀରେ ଆଉ କୌଣସି ଧନ ରହିଲା ନାହିଁ। ପ୍ରଜାମାନଙ୍କଠାରୁ ମାରିପିଟି ଆଗତୁରା ବର୍ଷକର ଖଜଣା ଆଦାୟ କଲେ ମଧ୍ୟ ତାହା ଅଣ୍ଟିଲା ନାହିଁ। ଏଣେ ଠିକ୍ ସମୟରେ ଜମିଦାରୀ କିସ୍ତି ନ ଦେବାରୁ ତାଲୁକୁ ନିଲାମ ହେବ ବୋଲି ଚିଠି ଆସିଲା। ଠିକ୍ ସେହିଦିନ କଲିକତା ମହାଜନ 10,000 ଟଙ୍କା ପାଇଁ ଓଆସର ସବୁ ଜିନିଷ କ୍ରୋକ କଲା। ଜମିଦାରୀ ସହିତ ଓଆସ ଜିନିଷ ହାତରୁ ଚାଲିଗଲା ପରେ ଜମିଦାର ଓ ମିସେସ୍ ମହାପାତ୍ର ନିଜର ଗହଣା ବିକ୍ରି କରିବାକୁ ବସିଲେ। ମାତ୍ର ବିବାହ ସମୟରେ କିଣା ବା ଗହଣାଗୁଡ଼ିକ ପିତ୍ତଳ ଗିଲ୍ଡ ବୋଲି ଜଣାପଡ଼ିଲା। ଆଉ ଡିଗ୍ରିଧାରୀ ପିଆଦା ଜୁଲମରେ ସେମାନେ ଓଆସରେ ରହିପାରିଲେ ନାହିଁ। ରାତିରେ ସେମାନେ କେଉଁଆଡ଼େ ଚାଲିଗଲେ। ପରେ ଜଣାପଡ଼ିଲା ଜମିଦାର ବାବୁ ତାଙ୍କ ଶ୍ୱଶୁର କାମରେ ଆସାମରେ ଖାନସମାଗିରି କରିଥିଲେ।